ଶ୍ରୀଲତା ଲିଙ୍ଗିତାଙ୍ଗସ୍ୟ ବିଷ୍ଣୁ କଳ୍ପଦ୍ରୁମସ୍ୟ ଅବତାର ମହାଶାଖା ପୁଷ୍ଣାଦ ଫଳମିଚ୍ଛତି। ତୁ ତ ପଇସା ଥୋଇ ଦେଇଥିଲୁ ଆଉ ତ ପାଲା ନାହିଁ ଆଜି ଯାହା ଦବା କଥା ସେଇ ବ୍ରାହ୍ମଣକୁ ଦବା କଥା ନା ଆଉ ବ୍ରାହ୍ମଣକୁ ଦେଲେ ପୁଣ୍ୟ ହବ ତାଙ୍କୁ ଦେଲେ କିଛି ଲାଭ ନାହିଁ ମ ବୈକୁଣ୍ଠ ବାବୁ ଆଉ ଆମକୁ ଉତ୍ସାହିତ କରିଛନ୍ତି ଆନନ୍ଦିତ କରିଛନ୍ତି ଭଗବାନ ସତ୍ୟନାରାୟଣ ଜଗନ୍ନାଥ ମହାପ୍ରଭୁ ତାଙ୍କର ପାଇଁ ଏ 10 ଦିଗକୁ ବିକାଶମୁଖୀ କରନ୍ତୁ ତାଙ୍କ ଜୀବନ ଆଲୋକମୟ ହଉ ଜ୍ୟୋତ୍ସ୍ନାମୟ ହଉ ଜ୍ୟୋତିର୍ମୟ ହଉ ଜୀବନ ଛନ୍ଦମୟ ମଧୁମୟ ହଉ ସର୍ବେ ବୋଲ ଆନନ୍ଦେ ଦେଖିବା ଆଜ୍ଞା ଭଗବାନ କୃଷ୍ଣ ନିମନ୍ତ୍ରଣ ଦେଇଛନ୍ତି ଭୀମ ଦେଖିଲେ ତାଙ୍କ ଦ୍ୱାରା ବି ଗୋସିଂହ ଦୈତ୍ୟ ବଧ ହେଇପାରିବ ବଧ କରିପାରିବେନି ନା ତାଙ୍କ ପାଇଁ ଭୀମ ନିଜେ ଖାଦ୍ୟ ପ୍ରସ୍ତୁତି ବି କଲା ମଦ୍ୟ ମାଂସ ଯାହା ଚାହିଁଲା ଦେଲା ଆଜ୍ଞା ରାକ୍ଷସ ଗୋସିଂହ ରାତିରେ ବସିଛି ତାର ମନ୍ତ୍ରୀ ଜପାସୁର ଅଛି ଦେଖିଲା କହିଲାରେ ଜପା ଦେଖିଲୁ ଦେଖିଲୁ ଏ କୃଷ୍ଣଙ୍କ ପାଖରେ ଯିଏ ବସିଛି କର୍ତ୍ତି ଆସନରେ ଇଏ ଶକ୍ରାଜିତର ଝିଅ ସତ୍ୟଭାମା ପୁରା ବିୟୁଟିଫୁଲ ଆରେ ଆଜ୍ଞା ଏମିତି ଜଣେ ସୁନ୍ଦରୀ ମୋ କୋଳରେ ଥିଲେ ମୁଁ ଭାଗ୍ୟବାନ ହୁଅନ୍ତି କାହିଁକି ପକଉଛ ତମ ପାଇଁ ସେଇଟା ପୁରା ଫ୍ରି ବାଙ୍କଦାସଙ୍କ ସୌପତି ପଦେ ଆଜ୍ଞା ନିଜେ ଗୋସିଂହ ସତ୍ୟଭାମାକୁ ଦେଖି ଭାବୁଛି ଇଏ ବନ ଦେଖି ନବୀନାକୁ ମୁଁ ପାଇବି କି ରସେ ମୋହିବି କି ଆରେ ବନ ଦେଖି ନବୀନାକୁ ପାଇବି କି ରସେ ଆଜ୍ଞା ଦେଖିବେ ଜଣେ ଯାହାର ଖାଦ୍ୟ ତାମସିକ ଯାହାର ସୃଷ୍ଟି ତାମସିକ ତାର ମନୋଭାବ କଣ ସେ ସୁନ୍ଦରୀକି ଦେଖି ଭାବୁଛି ବନଜାକ୍ଷୀ ନବୀନାକୁ ପାଇବି କି ରସେ ମୋହିବି କି ମତେ କଣ ମୋର ଭାଗ୍ୟ ହବ ଏଡେ ସୁନ୍ଦରୀ ଇଏ ସତ୍ୟଭାମାକୁ ମୁଁ ପାଇବି ପାଇଲେ ମୋ ପ୍ରେମ ରସରାକୁ ମୋହ କରିବି ରସ ଗଣ୍ଡ ମଣ୍ଡଳ ପଟେ ବଧୁ ବଧୁ କୌଷ୍ଠେ ये ये सुंदर गंध देश यार बधुक फूल फरी अधर मु मधुप ही मधु चुंबन मान देवी कहले जपा कुच दुईटी देखे तमर केताड़ नजर पड़े कौन अच्छी कौन शीतर अच्छी कहले जपाने देख तू ये सुंदरी सत्यभामा कामिनी कायाकांता रे कुछ पर्वत दुर्ग में या बक्षरे पर्वत परी दुई स्तन रस सब पूर्ण करके सुंदरी कुच रखी मु ये सुंदरी की पाइले मु सते कौन मो कर पल्लव को तापर रखी भगवान कहीं भाग्य तुमर लिखुंट कि ये भणई बांक निधि रसिक कुल निधि भणई बांक निधि रसिक कुल निधि सतर बाबू के खाइबी की लसा मोहिबी की अरे बनो देखी नबीनाथु भावुची आज्ञा राक्षस गोसिंह ये सुंदरी की पाइले सत्य रामा को अंके साइबी सत्य कौन मु कोले शुआई कला कौन आज्ञा राति आसुरिक शक्तिर प्रयोग करी बहुत मोहनीयता बढ़े राति राक्षस मान शक्ति सहस्र गुण हो जाए निजे गोसिंह दैत्य कौन कला ता माया शक्ति रे समस्त सैन्य मान को वशीभूत कला विमोहित कला मोह कला कृष्ण बलराम को यज्ञ कुंड गोटे स्तंभ निकट
ଏମିତି ବାନ୍ଧିଛି ରାତି ପାଇଲା ବେଳକୁ କୃଷ୍ଣ ବଳରାମ ପୁରୀ ଯିବେ। ହଁ ଆଉ ସତ୍ୟଭାମାକୁ ବସେଇଲା ରଥରେ, କହିଲା ଜପା ଜପା ଚଲା ରଥ। ଚଲା ରଥ ଚାଲିଲା। ଯେତେବେଳେ ରଥ ଚାଲିଛି ହେ ସତ୍ୟଭାମା ଦେଖିଲେ ହେ ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୀମ ସମସ୍ତେ ବିମୋହିତ। ନକୁଳ ସହଦେବ ସମସ୍ତେ ଥିଲେ। ହେ କେହି ରଖିପାରିଲେ ସେମାନେ ମୋହ ହେଇଯାଇଛନ୍ତି, ହଁ ମତେ ରକ୍ଷା ଆଉ କିଏ କରିବେ? କିଏ କରିବ? ଦାକ୍ଷିଣାତ୍ୟକୁ ଗଲାବେଳେ ଜାଣିଛନ୍ତି ହେ ନିଜେ ସତ୍ୟଭାମା ହଁ ତୁଙ୍ଗଭଦ୍ରା ନଦୀ କୂଳରେ ଅର୍ଜୁନ ଅଛନ୍ତି। ନିଶ୍ଚିତ ଅଛି। ଡାକିଲେ ଅର୍ଜୁନ ରକ୍ଷା କର ରକ୍ଷା କର ରକ୍ଷା କର ହେ ଅର୍ଜୁନ। ଶବ୍ଦ ଲେଖିଛନ୍ତି ସେକାଳେ ତୁଙ୍ଗଭଦ୍ରାର କୂଳେ ସମ୍ଭାଳିଲା ସେ ଶବ୍ଦ ପାର୍ଥ ଶ୍ରୁତିରେ। ହଁ ସେ ଶବ୍ଦ ଆଜ୍ଞା ଅର୍ଜୁନଙ୍କ କାନରେ ବାଜିଲା। ବାଜିଲା। ସମ୍ଭିତ କଲେ ବିନ୍ଧି ଆସୁଗ ରୁଦ୍ଧିତ ହେଲା ସକଳ ଦିଗ ପଥ ନ ପାଇ କୌଣପ ବର୍ଗ ମହାଭୀତିରେ। ଆଜ୍ଞା ଅର୍ଜୁନ ନିଜ ଗାଣ୍ଡୀବ ଧନୁରେ ଶର ସଂଯୋଗ କରି ଗୋଟାଏ ଶରର ବାଡ଼ କରିଦେଲେ। ଆଉ ଗୋସିଂହ ହାତରୁ ସବୁ ଅସ୍ତ୍ରକୁ ଖସେଇ ଦେଲେ। ଆଉ ଗୋଟାଏ ଶରରେ ରଥକୁ ପତନ କଲେ। ପଥ ନ ପାଇ ରାକ୍ଷସ ବର୍ଗ ମହାଭୀତିରେ ଚପାସୁର ପାଦ ତଳେ ପଡ଼ିଗଲା। ରକ୍ଷା ଅର୍ଜୁନ ଗୋସିଂହକୁ ବଧ କଲେ। କହିଲେ ଜପା ତମେ ଶରଣ ନେବାର ସମୟ ନାହିଁ, ନା ତମେ ମତେ ନେଇ ରୈବତକ ପର୍ବତରେ ଛାଡ଼ି ଦିଅ। ଇଏ ସତ ଅବନିବନି ତାର ସତ ଅବନିବନି ତାର ତନ ଶୋଭା ପାଉଛି ସୁକୁଙ୍ଗ କଠିନ ଦୁର୍ଲଭ ତିନି ଗୁଣ ରହିଛି। ଯାଇ ରୈବତକ ପର୍ବତରେ ଅର୍ଜୁନ ପହଞ୍ଚିଲେ। ଖାଲି ଆଜ୍ଞା ପହଞ୍ଚିଲେ ଆଉ କୃଷ୍ଣ ବଳରାମକୁ ଉଦ୍ଧାର କଲେ। ସବୁ ମୋହ ହେଇଥିବା ସୈନ୍ୟମାନଙ୍କୁ ଚେତନ କଲେ। ସମ୍ବାଦ ପାଇ ସମସ୍ତ ବାଳକା ସହସ୍ରିତ ଅନ୍ତପୁର ବନିତା ଅନ୍ତପୁରର ନାରୀମାନେ ଯେତେବେଳେ ଜାଣିଲେ ସତ୍ୟଭାମା ଉଦ୍ଧାର ହେଇଛି ତାଙ୍କ ମନରେ ଆନନ୍ଦ ଖେଳିଲା। ଆରେ ଅର୍ଜୁନ ଉଦ୍ଧାର କରିଛି ରେ। ସମସ୍ତେ ଅର୍ଜୁନଙ୍କର ଯଶଗାନ କଲେ। ଧନ୍ୟ ଅର୍ଜୁନ ଧନ୍ୟ। ଆଜ୍ଞା ଇଏ ଥିଲା ଭଗବାନ କୃଷ୍ଣଙ୍କର ଏକ ଯୋଜନା। ସଂଗ୍ରାମ କରାଇ ଗୋସିଂହ ସହିତ ସେ ଜାଣିଥିଲେ ଗୋସିଂହକୁ କେବଳ ଅର୍ଜୁନ ମାରିବା, ଆଉ କେହି ମାରିପାରିବେ ନା। ତେଣୁ ଗୋସିଂହ ସାଙ୍ଗରେ ଯୁଦ୍ଧ କରି ଅର୍ଜୁନ ଯେତେବେଳେ ଯଶବାନ ହବ ସେତେବେଳେ ବଳରାମ ବଡ ଭାଇ ଭୁଲିଯିବେ ଦୁର୍ଯ୍ୟୋଧନ କଥା। କିଛି ଆଜ୍ଞା ଦୈତ୍ୟ ଥିଲେ ଯାହାଙ୍କୁ କୃଷ୍ଣ ଅର୍ଜୁନ ମାରିପାରି ନାହାନ୍ତି। ଜଣେ କାଳ ଯବନ। ଆଜ୍ଞା କାଳ ଯବନ ଯେତେବେଳେ ଗୋଡେଇଲା କୃଷ୍ଣ ଆଉ ଅର୍ଜୁନକୁ, କୃଷ୍ଣ ଅର୍ଜୁନକୁ ଧରି ଦୌଡ଼ି କୁଆଡ଼ିକି ଗଲେ। ପଚାରିଲେ ଅର୍ଜୁନ କହିଲେ ହେ ଭଗବାନ ଇଏ ଆପଣ କଣ କରୁଛନ୍ତି? ଆପଣ କଣ ଦୌଡ଼ି ଆସୁଛନ୍ତି? କାଳ ଯବନ ଘୁରିଛି। ଆମେ ଯୁଦ୍ଧ କରିବା। ପଡ଼ି ଯାଉଛନ୍ତି। ଯୁଦ୍ଧ କରିବା। ଆପଣ ଏବେ ଦେଖନ୍ତି ଇଏ ବିହାରରେ ଗୋଟିଏ ଜାଗା ଅଛି ରଣଛୋଡ଼ ମନ୍ଦିର, ଯୋଉଠି ଭଗବାନ କୃଷ୍ଣ ଯୁଦ୍ଧକୁ ଛାଡିକି ପଳେଇଥିଲେ। ମନ୍ଦିର କାଳ ଯବନ କୃଷ୍ଣଙ୍କ ହାତରେ ମରିବନି, ଅର୍ଜୁନଙ୍କ ହାତରେ ମରିବନି। ସେ ମଲା କାହା ହାତରେ? କୋଉଠିକି? ମୁଚୁକୁନ୍ଦଙ୍କର ଆଶ୍ରମ ଭିତରେ ମୁଚୁକୁନ୍ଦ ଥିଲେ ଜଣେ ମହାରଥୀ। ଖାଲି ମହାରଥୀ ନୁହନ୍ତି, ଚକ୍ରବର୍ତ୍ତୀ ଥିଲେ। ଆଜ୍ଞା ଚକ୍ରବର୍ତ୍ତୀ ଥିବା ଏଇ ମୁଚୁକୁନ୍ଦ ଶୋଇଥିଲେ ଗୁମ୍ଫା ଭିତରେ। ଚିନ୍ତା କରୁଥିଲେ କୃଷ୍ଣଙ୍କୁ। ଯୋଗ କରୁଥିଲି। ସେ ଜାଣିଲେ କୃଷ୍ଣଙ୍କ ବ୍ୟତୀତ ନୂଆ ଆଖି ଆଗକୁ ଯିଏ ଆସିବ ସେ ମରିବ। ତାର ଭସ୍ମ ହେବ। ସେଇ ଗୁମ୍ଫା ଭିତରେ ଅର୍ଜୁନ କୃଷ୍ଣଙ୍କୁ ନେଇ ବସିଲେ। ଆଜ୍ଞା କାଳ ଯବନ ତା ଭିତରକୁ ଗଲା, ଦେଖିଲା ଶୋଇଛି ଜଣେ। ଭାବିଲା କୃଷ୍ଣ ଏଠି ଶୋଇଛି, ଗୋଇଠା ମାରିଲା। ମୁଚୁକୁନ୍ଦ ଉଠି ଚାହିଁଦେଲେ, ତାଙ୍କ ଦେହ ଜଳିଗଲା। ଜମାଗୋଷ୍ଠ ଥିଲା ଗୋଟିଏ ରାକ୍ଷସ, ସେ ନାଁ ଲେଖି ପୋଛିଦବ, ନିଭେଇଦବ। ନାଁ ଲେଖି ପୋଛିଦେଲେ କଣ ହବ? ସେ ମରିବ। ସେ ମରିଯିବ। ତାର ଦି ଜଣ ଶତ୍ରୁ ଥିଲେ, ଜଣେ ହଉଛନ୍ତି କୃଷ୍ଣ, ଜଣେ ହଉଛନ୍ତି ଅର୍ଜୁନ। ତେଣୁ ଅର୍ଜୁନଙ୍କର ଅନେକ ନାଁ ଦିଆଯାଇଥିଲା, ତେଣୁ କୃଷ୍ଣଙ୍କର ଅନେକ ନାଁ ଦିଆଯାଇଥିଲା। ତେଣୁ ଯେତେ ନାଁ ଲେଖିକି ଲିଭେଇଛି ମରିନି। ଆଜ୍ଞା ଆପଣ ମାନଙ୍କର ଗୋଟେ ଗୋଟେ ଗୁପ୍ତ ନାମ ଅଛି। ଗୁପ୍ତ ନାମ କେବେ କହିବେନି। ନାଇଁ। ସେ ଗୁପ୍ତ ନାମ କିଏ?
ସେ ହଉଛି ଜାତକ। ଜାତକ ଜାତକର ନାମ ମୋର ସେମିତି ଗୋଟେ ଗୁପ୍ତ ନାଁ ଅଛି ନା। ଆପଣଙ୍କ ନାଁ କହିବେ, ସଭା ନାଁ କହିବେ, କିନ୍ତୁ ଗୁପ୍ତ ନାମ ହଉଛି ଜାତକ ନାମ। ସେ ହଉଛି ନା ଜାତକ ନାମ କେବେ ଶତ୍ରୁକୁ କହିବେ ନାଇଁ। ଜଣେ ଲୋକ ନିରଞ୍ଜନ ନାଁରେ ତନ୍ତ୍ର କଲେ ମତେ ମାରିପାରିବ, ମାରିପାରିବନି। ମୁଁ ମନୋଜ ନାଁରେ ତନ୍ତ୍ର କରିବି ତାକୁ ପାଗଳ କରିପାରିବି ନା। କାରଣ ବିଶ୍ୱରେ ଅନେକ ମନୋଜ ଅଛନ୍ତି, ଅନେକ ନିରଞ୍ଜନ ଅଛନ୍ତି। ଏବେ ବି କୁବ୍ଜିକା ତନ୍ତ୍ରରେ ଲୋକକୁ ମାରି ଦିଆଯିବ ଖାଲି ନାଁରେ। ନା ଯମଗୋଷ୍ଠକୁ ସେ ମାରିପାରିବ। ହେ ଆଉ ଜଣେ ହଉଛି ଗୋସିଂହ। ଗୋସିଂହ କୃଷ୍ଣଙ୍କ ହାତରେ ମରିବନି, ନାଇଁ ଅର୍ଜୁନଙ୍କ ହାତରେ ମରିବ। ମରିବ। ଅର୍ଜୁନ ଯେତେବେଳେ ଆଜ୍ଞା ସତ୍ୟଭାମାକୁ ଉଦ୍ଧାର କଲେ, ସହସ୍ରିତ ଅନ୍ତପୁର ବନିତା, ଅନ୍ତପୁର ନାରୀମାନେ ଖୁସି ହେଇଗଲେ। ଆଜ୍ଞା ସମସ୍ତେ ବନ୍ଦାଣ ଥାଳି ଧରି ବନ୍ଦାପନା କରିବାକୁ ଆସିଲେ। ଯେତେବେଳେ ଅର୍ଜୁନକୁ ବନ୍ଦାପନା କଲେ, ତାରି ଭିତରେ ଥିଲେ ସୁଭଦ୍ରା। ଦେଖିଲେ ସୁଭଦ୍ରା ଅର୍ଜୁନଙ୍କୁ ଦେଖିଲେ। ସୁଭଦ୍ରା ଯେତେବେଳେ ଅର୍ଜୁନଙ୍କ ରୂପକୁ ଦେଖିଲେ, ତାଙ୍କ ହାତରୁ ବନ୍ଦାଣ ଥାଳି ଖସି ପଡ଼ିଲା। ଦୃଷ୍ଟି କୋଉଠି ପଡିଛି? ଅର୍ଜୁନଙ୍କ ଦେହରେ। ଅର୍ଜୁନଙ୍କ ଦେହରେ ତାଙ୍କ ଦୃଷ୍ଟି ପଡିଛି। ଇଏ ବଡ କଠିନ ସେ ପ୍ରୀତି ବଡ଼ କଠିନ ସେ ତୀକ୍ଷ୍ଣ କ୍ଷୁର ଧାରେ ପଦ ଚାରିବା, ତୀକ୍ଷ୍ଣ କ୍ଷୀର ପୁଣ୍ୟରୁ ଅତ୍ୟନ୍ତ କଠିନ, ସଂସାରରୁ ଅତ୍ୟନ୍ତ କଠିନ, ପବନ ଭାଙ୍ଗେ ଧରିବା ମହର, ଆରେ ପ୍ରୀତି ପାଇବାର, ପ୍ରୀତି ପାଇବାର, ପ୍ରୀତି ପାଇବାର କଥା ପାରଦ ଧରିବା ମୁଠାର, ଏ ପ୍ରୀତି ପାଇବାର। ଅଭିମନ୍ୟୁ ଲେଖିଛନ୍ତି, ଆପଣ କାହାକୁ ମନ ଦେବେ ଚିନ୍ତା କରିକି ଦେବେ। ନା ଯଦି ଥରେ ଆଜ୍ଞା ମନ ଦେଇଛନ୍ତି ସେ ମନ ଫେରିବନି। ଆଉ ନୁହଁ। ସୁଭଦ୍ରା ଅପଲକ ନେତ୍ରରେ ଚାହିଁଛି। ହୃଦୟରେ ଅର୍ଜୁନଙ୍କ ପାଇଁ ଅହେତୁକ ପ୍ରେମ, ଆକର୍ଷଣ, କି ରୂପ ମନରେ କାମନା ବାସନା, ଶ୍ୟାମଳ। ବଡ କଠିନ ସେ ପ୍ରୀତି ପାରିବା। ପ୍ରେମକୁ ପାଳନ କରିବା ଭାରି କଠିନ। ତୀକ୍ଷ୍ଣ ଖୁର ଧାରେ ପାଦ ଚାଲିବା। ତୀକ୍ଷ୍ଣ ଧାର ଖୁର ମନରେ ଯିଏ ଚାଲିପାରିବ ସେ ପ୍ରୀତିକି ପାଳନ କରିପାରିବ। ଶୂନ୍ୟାରୋହଣ ଅତି ସେ କଠିନ। ଶୂନ୍ୟରେ ଯିଏ ଆରୋହଣ କରିପାରିବ ସେ ପ୍ରୀତି ପାଳନ କରିପାରିବ। ପ୍ରୀତି ପାଳିବାରେ ଯଥା ପାଳଦ ଧରିବା, ମୁଠାରେ ପାଳଦକୁ ମୁଠାରେ ଧରିବା ଯାହା ପ୍ରୀତି ପାଳିବା ସେଇଆ। ପବନ ଫାନ୍ଦେ ଧରିବା ଲକ୍ଷଣ। ପବନକୁ ଯିଏ ଫାନ୍ଦେ ଧରିପାରିବ ସେ ପ୍ରୀତି ପାଳିବ। ଆଜ୍ଞା ନିଜେ ଅର୍ଜୁନକୁ ଚାହିଁଲା, ପୂଜା ଥାଳି ଖସି ପଡିଲା। ସବୁ ନାରୀମାନେ ଦେଖିଲେ, ଆରେ ଇଏ କଣ ହେଇଛି? ଆରେ ଏମିତି କଣ ଉପରେ ତାଙ୍କ ଆଖି ପଡିଛି। ହଁ ଇଏ ଶ୍ୟାମଳ ଗାଧରେ ଯାତ୍ରା ନେତ୍ର ପଡ଼ିଲା ରେ, ଯାତ୍ରା ନେତ୍ର ପଡ଼ିଲା ଏ ଶ୍ୟାମ ନେତ୍ର ପଡ଼ିଲା ରେ, କୃଷ୍ଣ ଅର୍ଜୁନ ଦୁହେଁ ଏକାକୃତି। କୃଷ୍ଣଙ୍କ କୋଳରେ ଅର୍ଜୁନ ବସିଛନ୍ତି। ଆଜ୍ଞା କୃଷ୍ଣ ଅର୍ଜୁନ କେହି ଜାଣିପାରୁନାହାନ୍ତି। ସାନୁଜ ବସେ ଜ୍ୟେଷ୍ଠ କୋଳେ ଯେଉଁ, ଜଣେ ସାନ ଭାଇ ବଡ ଭାଇ କୋଳରେ ବସେ, ସେଇଥିପାଇଁ ସମସ୍ତେ ଜାଣିପାରିଲେ ଇଏ ହଉଛନ୍ତି ଅର୍ଜୁନ, ଇଏ ହଉଛନ୍ତି କୃଷ୍ଣ। ଆଜ୍ଞା ଅର୍ଜୁନଙ୍କର ଶ୍ୟାମଳ କାନ୍ତିରେ ଯେତେବେଳେ ଦୃଷ୍ଟି ପଡିଲା, ସୁଭଦ୍ରାଙ୍କର ଦୃଷ୍ଟି ପଡିଲାରେ ଧୈର୍ଯ୍ୟ ଚଳିଲା। ଦୃଷ୍ଟି ପଡିଲା କ୍ଷଣି ତାଙ୍କ ଧୈର୍ଯ୍ୟ ଚ୍ୟୁତ, ଚାଲିବା ପାଇଁ ଆଉ ସକ୍ଷମ ହେଇପାରିଲେନି। କିଛି ବାଟ ଗଲା ପରେ ତାଙ୍କର ଚେତନା ଲୁପ୍ତ ହେଲା। ସଖୀମାନେ ତାଙ୍କୁ ନେଇଗଲେ। ସିଞ୍ଚିଲେ ଚଞ୍ଚଳରେ, ସଲିଳ ଅଞ୍ଚଳରେ, ବିଞ୍ଚିଲେ ସଧିରେ ବିଧିରେ। ଅନ୍ତପୁରକୁ ନେଇ ସଖୀ କଣ ଆଦ୍ର ଲୁଗାରେ ତାଙ୍କୁ ବିଞ୍ଚିଲେ। ଆରେ ଏମିତି କଣ ହଉଛି? ମୁଖରେ ଜଳ ସିଞ୍ଚନ କଲେ। ସଖୀମାନେ ତାଙ୍କର ଅତି ଆପଣାର ନିଜର
ଗୋଟିଏ କଥା କହିଲେ କଣ କହିଲି କହିଲେ କଥଂସ ବଲ୍ଲଭ ପ୍ରାପ୍ୟ ହଁ କିଂ କୁର୍ଯ୍ୟାତ ତସ୍ୟ ସିଦ୍ଧଏ କହିଲେ ହେ ସଖୀ ମୁଁ ସେ ଅର୍ଜୁନଙ୍କୁ କେମିତି ବଲ୍ଲଭ ଭାବରେ ପାଇବି ସ୍ୱାମୀ ଭାବରେ ପାଇବି ଆରେ ଖରାପ ହେଇଗଲୁ କିଂ କୁର୍ଯ୍ୟାତ ତସ୍ୟ ସିଦ୍ଧଏ ତାଙ୍କୁ ଆପଣାର କରିବା ପାଇଁ ବଶୀଭୂତ କରିବା ପାଇଁ କଣ କରିବାକୁ ପଡିବ ମତେ ତମେ କହ ଖରାପ ହେଇଗଲୁ ତୁ ରେ କହିଲା ଆରେ ଅଜଣା ସଖୀ ମାନେ କହିଲେ ତୁ ଭୁଲ କରୁଛୁ ସେ ତୋର ଭାଇ ହେବେ ସେ ଜଣେ ପିଉସୀଙ୍କ ପୁଅ ଭାଇ ସେ କୃଷ୍ଣଙ୍କର ପିଉସୀ ହଉଛନ୍ତି କୁନ୍ତି ତୁ ପିଉସୀ ପୁଅ ଭାଇଙ୍କି ତୁ ସ୍ୱାମୀ କରିପାରିବୁ ନହେଲେ ତାଙ୍କ ବିନା ମୁଁ ସୁସାଇଡ୍ କରିଦେବି ସୁସାଇଡ୍ କରିଦେବ ବ୍ୟବସ୍ଥା କଣ କର ହ୍ୟାଲୋ ହେ ସଖୀ ଅଭିମନ୍ୟୁଙ୍କ ଆଉ ଗୋଟେ ପଦ ଇଏ ବଢିବା ବଢନ୍ତା ନଦୀ କି ଦେଖନ୍ତୁ ଆଜ୍ଞା ସଖୀ ମାନେ କହିଲା ଆଲୋ ଜେମା ଇଏ ବଢନ୍ତା ନଦୀ କି କେଦିଏ ପାଦ ନଈରେ କେତେ ପାଣି ଅଛି ନ ଜାଣି ପାଦ ଦଉଛୁ ଚଳିବା ନ ଜାଣି ଚିପିଏ ମଦ କେତେ ପିଇଲେ କେତେ ନିଶା ହବ ଜାଣିନୁ ମଦ ପିଉଛୁ ସାପ ଧରେ କେଉଁ ନ ଧରି ଗଦ ସାପ ଧରିବାକୁ ଯାଉଛୁ ଗଦ ନ ଧରି ସାପ ଧରୁଛୁ ନିଜେ ନିଜେ ଆଚରିଲୁ ବିପଦ ତୁ ନିଜେ ବିପଦ ଆଚରିଛୁ ସଜନୀ ଦେଖିଲା ବେଳକୁ ମୋ ମନ ପ୍ରାଣ ଯୌବନ ସବୁ ବିକି ଦେଇଛି ଖରାପ ହେଇଗଲି ହେଲି ବୋଧେ ମଦେ ଗୀତ ସଖୀ କି ସାହସ କଲୁ କି ସାହସ କରୁଛୁ ସେ କିଏ ତୁ କିଏ ଖରାପ ହେଇଗଲୁ ଇଏ ଖରବ ବୁଝେଇଲେ କହିଲେ ଜେମା ଭାବନା ଠିକ ଅଛି କିନ୍ତୁ ଭଲ ପାଇବାର ଭାବନା ଠିକ ନୁହେଁ ନା ତୁ ଏମିତି ହବୁ ବୋଲି ମୁଁ ଜାଣିନଥିଲି ଭଲ ପାଇବାର ଭାବନା ତୁ ଅର୍ଜୁନଙ୍କୁ ସ୍ୱାମୀ କରିପାରିବାକୁ ଖର୍ବ ହେଇ ସୁରତରୁ କୁସୁମ ତୁ ଖର୍ବ ହେଇ ଛୋଟିଆଟିଏ ହେଇ ଦେବ ବୃକ୍ଷରୁ ଫୁଲ ତୋଳିବାକୁ ଇଚ୍ଛା କଲୁ ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚୁ ତୁ ଅର୍ଜୁନଙ୍କୁ ଏତେ ଭଲ ପାଇନୁ ହୃଦୟରେ ବରଣ କରିନୁ ଯେ ତୁ ଖେଦ ରୂପକ ବୀଜକୁ ଦୁଃଖ ରୂପକ ବୀଜକୁ ଶୋଚନା ରୂପକ ବୀଜକୁ ତୁ ହୃଦୟ ରୂପକ କେଦାର ହୃଦୟ ରୂପକ ଜମିରେ ବୁଣି ଦେଇଛୁ କିନ୍ତୁ ସୁଭଦ୍ରାର ଅବସ୍ଥା ଆଜି ଦିନକୁ ଦିନ ସଙ୍କଟାପନ୍ନ ହେଲା ଆଖିରୁ ଅଶ୍ରୁ ଝରିଲା ଶ୍ରାବଣ ବାରିଧାରା ପରି ଲୋତକ ସବି ତିନ୍ତି ଯାଉଛି ପ୍ରୀତି ପ୍ରତୀକ ସମସ୍ତେ ଦେଖିଲେ କ୍ରନ୍ଦନ କରୁଛନ୍ତି ସୁଭଦ୍ରା ଇଏ କଣ କରୁଛୁ
ଅର୍ଜୁନକୁ ବାହା ହବ ଆଜ୍ଞା ସୁଭଦ୍ରା ସଂକଟରେ ପଡ଼ିଛି ଏକଥା ସତ୍ୟଭାମା ଜାଣିଲେ ଶଙ୍ଖୋଳି ଗଲେ କିଛି ଦିନ ଉତାରୁ ସୁଭଦ୍ରାକୁ ସକରାବତୀ ଯେ ସେ ଯେ ଶୋଇଛି ପଦ୍ମପତ୍ର ସେ ଯେ ଆଜ୍ଞା ଶଙ୍ଖୋଳିବାକୁ ଗଲେ ଭାଉଜ ନଣନ୍ଦ ପାଖକୁ ଦେଖିଲେ ସେ ଯେ ଶୋଇଛି ପଦ୍ମପତ୍ର ସେ ଯେ ଯାହାକୁ ବିରହ ଆସିଥିବ କାମ ଉଦ୍ଦୀପନ ହେଇଥିବ ଯାହା ଦେହ ଜ୍ୱାଳା ହଉଥିବା ଆମେ ତାକୁ କଅଁଳିଆ କଦଳୀ ପତ୍ରରେ ଶୁଆଏ ପଦ୍ମ ପତ୍ରରେ ଶୁଆଏ ନିଜେ ସତ୍ୟଭାମା ଦେଖିଲେ ସେ ଯେ ଶୋଇଛି ପଦ୍ମପତ୍ର ସେ ଶୋଇଛି ଥରୁଛି ପଦ୍ମପତ୍ର ସେଜରେ ଶୋଇଛି ସଭିରେ ବିଧିରେ ବିଞ୍ଚୁଛନ୍ତି ତାଙ୍କୁ ନବପଲ୍ଲବ ସମାଜରେ ସଖୀମାନେ ନୂଆ ପତ୍ରରେ କଅଁଳିଆ ପତ୍ରରେ ତାକୁ ବିଞ୍ଚୁଛନ୍ତି ସେ ଶୋଇଛି ପରା ପାଲା କଣ ହବ ଆଇଲା ତ ତା ନାଡି ଉଠି ଯାଇଛି ବାହାବା ନାଡି ଆପଣମାନେ ଚ୍ୟାନେଲ କରିଛନ୍ତି ମୁଁ ଆପଣଙ୍କୁ ଖାଲି ସାଧୁବାଦ ଜଣାଉନି ଆପଣଙ୍କୁ ହୃଦୟର ସ୍ୱାଗତ ଜଣାଉଛି ଆମର ଏ ସେଠି ମିଶ୍ର ଆମ ତ୍ରିଭକ୍ତି ଯୋଉ ଭକ୍ତି ସୁଧା ଯାଇଥିଲୁ ସେ କରିଛନ୍ତି ଆମର ଏ ତାରା ନିଜେ କରିଛନ୍ତି ଯୋଉ ରୁଦ୍ରାକ୍ଷ ଆମ ଜଗନ୍ନାଥ ଗବେଷଣା କେନ୍ଦ୍ର ଅଛି ମୋର ଗୋଟେ ଅନୁରୋଧ ଆପଣ ରଖିବେ କେବେ ମୋ ଆପଣଙ୍କ କଣ୍ଟାକ୍ଟ ନମ୍ବର ମୁଁ ନେବି ମୁଁ କିଛି କରିକି ଆପଣଙ୍କ ପାଖକୁ ଦେବି କିଛି ନାହିଁ କିନ୍ତୁ ଇଏ ଯୋଉ ମଦ ଖାଇକି ଢାଳିକି ନାଚୁଛନ୍ତି ଆପଣମାନେ ଦେଖିବେ ଏହା ଏତେ ଚର୍ଚ୍ଚିତ ହଉଛି ସେ ପାଲା ଗାୟକ ମାନେ ମରିଗଲା ପରେ ଲୋକମାନେ ଦେଖିବେ କମେଣ୍ଟ କରିବେ ଗୋଟେ ମଧୁଆ ମରିଗଲା ଗାୟକ ମରିଗଲା ବୋଲି କେହି କହିବେ କିଛି କଳାକାର ଅଛନ୍ତି ମରିଗଲା ପରେ ଆଜ୍ଞା କେହି ନମସ୍କାର କରିବେ କଳାକାର ହେଲେ କଣ ସେମାନେ ଏତେ କୁଚ୍ଛିତ କଦାକାର ତାଙ୍କ ଜୀବନ ହେଲାଣି ତାଙ୍କର ସୃଷ୍ଟି କିଛି ନାହିଁ ଯାହାର ସୃଷ୍ଟି ନାହିଁ ସେ ସ୍ରଷ୍ଟାକୁ କିଏ ମାନିବ ଆପଣଙ୍କୁ ସେଇଦିନ ନମସ୍କାର କରିବ ଏ ସମାଜ ଯୋଉଦିନ ଆପଣ ସୃଷ୍ଟିକି ଠିକ ଭାବରେ ତିଆରି ଦେଖିବେ ସତ୍ୟଭାମା ଦେଖିଲେ ସୁଭଦ୍ରାଙ୍କର ଗୋଟିଏ ଇଚ୍ଛା ସେ ଅର୍ଜୁନଙ୍କୁ କେମିତି ବିବାହ କରିବେ ଭାବିଲେ ସତ୍ୟଭାମା ମୁଁ ୟାର ଯୋଗାଯୋଗ କରିବି ଫେରିଲେ କୃଷ୍ଣଙ୍କ ପାଖକୁ କୃଷ୍ଣଙ୍କୁ ଜଣେଇଲେ କହିଲେ ସୁଭଦ୍ରା ଭଲ ପାଇଛନ୍ତି ଅର୍ଜୁନଙ୍କୁ କହିଲେ ହଉ ହଉ କାଲିଠୁ ଖାଇନି ସିଏ ଖାଲି ବସୋଇକି ଥରୁଛି ତମେ କଣଟା ବୁଝୁଛ ବା ଆଉ ତା ମନ କଥା ଟିକେ ବୁଝୁନା ସେ ପୁରା ଗୋଟିଏ ଦି ଧରିଛି ସେ ତମରି ଅର୍ଜୁନକୁ କୋଉଠି ଭଲ ପାଇଛି ବାହା ହବ ଭୁଲ କଣ ହେଲା ତାକୁ ହଁ କହୁନା ବୁଝୁନା ନାଇଁ ତମେ ତା ଯୋଗାଯୋଗ କରିବି କଣ କହିଲ କୃଷ୍ଣ ଦେଖନ୍ତୁ ତାଙ୍କ ସତ୍ୟଭାମା କହିଲେ ଶଶୀ ଯୋଗ ମିଶି ଯୋଗେ ଶଶୀ ସିନା ଉପମାକୁ ଲଭନ୍ତି ସନ୍ଧ୍ୟା କରଇ ଦୁହିଁଙ୍କ କୃଷ୍ଣ କହିଲେ ସତ୍ୟଭାମା ଶଶୀକି ନେଇ ମିଶି ସୁନ୍ଦର ମିଶିକି ନେଇ ଶଶୀ ସୁନ୍ଦର ରାତିକି ନେଇ ଚନ୍ଦ୍ର ସୁନ୍ଦର ଚନ୍ଦ୍ରକୁ ନେଇ ରାତି ସୁନ୍ଦର ରାତି ଆଉ ଚନ୍ଦ୍ରକୁ ସଂଯୋଗ କରେ କିଏ ସନ୍ଧ୍ୟା କରେଇ ଦୁହିଁଙ୍କ ସଙ୍ଗ ସନ୍ଧ୍ୟା ଦି ଜଣଙ୍କୁ ସଙ୍ଗ କରିଦିଏ ସନ୍ଧ୍ୟା ରାତି ସହିତ ଚନ୍ଦ୍ରକୁ ମିଳନ କରେ କହିଲେ ସମସ୍ୟା ରୂପା କୁମ୍ଭା କିମ୍ପା ନ କର କହି ଆମ୍ଭର କହିଲା ସମସ୍ତେ ରୂପେ ତୁମ୍ଭେ କିମ୍ବା ନ କର ଯେମିତି ରାତି ସହିତ ଚନ୍ଦ୍ର ମିଳନ ସନ୍ଧ୍ୟା କରେ ସେମିତି ଅର୍ଜୁନ ଆଉ ସୁଭଦ୍ରାର ମିଳନ ତମେ ହିଁ କରିବ ମୁଁ କରିବି ବାକି ରଖିଛ ଶୀଘ୍ର ଜାଣିବେ ମୋରି ଉପରେ କେତେ ହେବେ ସତ୍ୟଭାମା ଯେତେବେଳେ ସ୍ୱାମୀଙ୍କଠୁ ନିର୍ଦ୍ଦେଶ ପାଇଲେ ବଳ ଆସିଲା ଖେଳ ତ ଆସିବ ଭାବିଲେ ଅତିଥି ଭବନରେ ଅର୍ଜୁନ ଅଛନ୍ତି ଆଜି ରାତିରେ ସୁଭଦ୍ରାକୁ ନେଇକି ଯିବି ମୁଁ ସେଠିକି ସୁଭଦ୍ରାକୁ ଦିବ୍ୟ ବେଶ କରି ହରି ବାହାର ସଙ୍ଗେ ଆରେ ନାରୀ ଘଟି ହୋଇବାରେ ରଜନୀ
ବର୍ତ୍ତମାନ ଦେଖନ୍ତୁ ଏ ସଂସାରରେ ଯାହାକୁ ଆପଣ ଉପକାର କରିଥିବେ ସେ ପ୍ରତ୍ୟୁପକାର ସୁଝିବ। ସତ୍ୟଭାମା ଜାଣିଲେ ମୋତେ ସୁରକ୍ଷା ଦେଇଛନ୍ତି ଅର୍ଜୁନ, ତେଣୁ ତାଙ୍କ ଆନନ୍ଦ ବର୍ଦ୍ଧନ କରିବା ପାଇଁ ମୋ ନଣନ୍ଦକୁ ମୁଁ ନେଇ ଭେଟେଇବି, ଇଏ ମୋ ସ୍ୱାମୀଙ୍କ ନିର୍ଦ୍ଦେଶ। ତେଣୁ ସୁଶୀଳାକୁ ଦିବ୍ୟ ବେଶ କରି ହରି ନାରୀ ବାହାର ସଙ୍ଗେ ଘେନି। ଆଲୋ ସୁଭଦ୍ରା, ଆଲୋ ଶାଶୁରୀ ମେ ଉଠୁ ନଉ। ସୁଭଦ୍ରାକୁ ଦିବ୍ୟ ବେଶ କରି ଆଜ୍ଞା ହରି ନାରୀ ସତ୍ୟଭାମା ନେଇ ଚାଲିଲେ। କେତେ ରାତିରେ? କେତେ ରାତି? ନା 7 ଘଟି ହୋଇବାରେ ରଜନୀ, ରାତି କହୁଛି 16 ଘଡ଼ି। 16 ଘଡ଼ି। 7 ଘଟି ଅର୍ଥ ଅଧରାତି ହେଇନି, ଅର୍ଦ୍ଧରାତ୍ରିର ପୂର୍ବରୁ ମାନେ 11ଟା ବାରଟା ହବ। ଜାଣିଲେ ଅର୍ଜୁନ ଏଇ ସମୟରେ ଶୟନ କରନ୍ତି। ସେକାଳେ ସବ୍ୟସାଚୀର ଶୟନ ଦ୍ୱାରେ, ସବ୍ୟସାଚୀ ଶୋଇଥିବା ଶୟନ ଦ୍ୱାରରେ ପହଞ୍ଚିଲେ, କବାଟକୁ ବାଡ଼େଇଲେ। ହ୍ୟାଲୋ, ଭିତରେ କିଏ ଅଛ? ମଲା ଟିକେ ଖୋଲୁ ନା। ହ୍ୟାଲୋ, ହାଏ ହାଏ, ଆଲୋ ଖୋଲ। ଆଲୋ ସୁଭଦ୍ରା, ଏଟା କଣ ଶୋଇପଡିଛି କିଲୋ ଭାଙ୍ଗ ଗଞ୍ଜେଇ ଖାଇକି? ଖଡ ଖଡ ଶୁଭୁଛି। ଅର୍ଜୁନ ଶୋଇନାହାନ୍ତି। ସତ୍ୟଭାମା ଡାକିଲେ, କହିଲେ ମୁଁ ଶିବସ୍ୱଲାଂସନଙ୍କର ଆଜ୍ଞା କିଛି କହିବି। କଣ? ଦ୍ୱାର ଖୋଲ। ଅର୍ଜୁନ କହିଲା ସଳ ଖୁଚି ସର ନପାରେ ଯାଇ ମୁଁ କହ ସେଇଠାରେ ବୋଇଲେ। କହିଲେ ଦ୍ୱାର ବାହାରେ ତମେ କହ, ମୁଁ ଯାଇପାରିବି। ମୁଁ ସର ସଳକୁଛି ସଜଉଛି। ସତ୍ୟଭାମା କହିଲା ତମ ପାଇଁ ମୁଁ ଗୋଟିଏ ଉପହାର ଆଣିଛି, ଭେଟି ଆଣିଛି। ହଁ ତମେ ଟିକେ ଦ୍ୱାର ଖୋଲନା, ବାହାରେ ମଶା ଖାଇଯାଉଛନ୍ତି। ଦ୍ୱାରକୁ ଖୋଲିଲେ, ଦେଖିଲେ ସତ୍ୟଭାମା ଆସିନାହାନ୍ତି, ଦିବ୍ୟ ବେସନା ହେଇ ତାଙ୍କ ପାଖରେ ସୁଭଦ୍ରା ଠିଆ ହେଇଛନ୍ତି। ଚାହିଁଲେ ସେ, କହିଲେ ଇଏ କିଏ? ମଲା ମୁଁ ପୁରା ସୁଭଦ୍ରା। ତୁ ସୁଭଦ୍ରା? ଓ ତମେ ସତ୍ୟଭାମାଙ୍କୁ ଆଣିକି ଆସିଛ? ବେଲିବ ତୁମରି ନାରେ ସକାଳ ତୁମରି ନାରେ ସକାଳ ତୁମରି ନାରେ ଦିନ ସରେ ଜୟ ଜଗଦୀଶ
সতী হেলা বৃন্দাবতী ও সতী হেলা বৃন্দাবতী তোমারি নামে মলা গছ ডালে তোমারি নামে মলা গছ জয় জগদীশ হরে হরে জয় জগদীশ হরে হরে জয় জগদীশ হরে রাম ছাড়িলে রামায়ণ কথা ছাড়িলে লাগে নাকি জমাসত লাগে নাহি জমাসত তোমার ছাড়িলে দুনিয়া ভার তোমার ছাড়িলে দুনিয়া ভার অন্ধার জগদীশ হরে তোমারি নারে সকাল তোমারি নারে সকাল আরম্ভ প্রভু তোমারি নারে সকাল তোমারি নারে সকাল জয় জগদীশ হরে ସବ୍ୟସାଚୀଙ୍କର ଅର୍ଜୁନଙ୍କର ଅତିଥିଶାଳାରେ ଧୀରେ ବସୁନୁ ଇଏ କଣ ପାଲା ଗାଇବା ଲୋକ ଏକ ଦଉଛୁ ଇଏ କଣ ଅତିଥି ଶାଳା ଅତିଥି ଭବନରେ ଥିବା ଅର୍ଜୁନ ଅତିଥି ଭବନରେ ଥିବା ସବ୍ୟସାଚୀ ଦେଖିଲେ ଦୁଆରେ ସତ୍ୟଭାମା ଖାଲି ନୁହଁ ସୁଭଦ୍ରା ଅଛନ୍ତି କହିଲେ ହୋ ତମେ ଭେଟି ଦେବାକୁ ଆଣିଛ ହସିଲେ ସେ କହିଲେ ସତ୍ୟଭାମା ତମେ ଏଇ ସଂସ୍କାର ଶିଖଉଛ ସମାଜକୁ ରାତିରେ ନିଜ ନଣନ୍ଦକୁ ବେଶ କରି ପରପୁରୁଷ ସାଙ୍ଗରେ ଭେଟ ଦେବାକୁ ଆଣିଛ ଆଜ୍ଞା ଏଠି ଅର୍ଜୁନ କହିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏକ ସଂସ୍କାର ଧର୍ମୀ କଥାରେ କହିଛନ୍ତି କହିଲେ ଏ ସାଂଖ୍ୟ ଆଦି ସର ଶାସ୍ତ୍ର ଜୟ ହେବି କହେ ସଗବେ
শিলা সূর্য করে নদ্রবে সুচরিত হইয়া आमे पिला मानकु शिक्षा दी शिक्षा दी पाठ पढ़ाए शिक्षा होची संस्कार हाँ विद्या ददाति विनयम विनया तो जात पात्रदाम जने विद्यार्थी हेले से विनयी हुए विनयी हेले से जने पात्र हुए जने पात्र हेले पात्रता धन मापनौती जने पात्र हेले ताकू धन मिले धना तो धर्मं ततः सुखम धन मिले से धर्म कर सुख पाए प्रथम कथा हूँ विद्या जी पाठ पढ़ी तार संस्कार आसी अर्जुन केते पाठ पढ़ी कहले सांख्य आदि षडशास्त्र मु जान आम आस्तिक मानकर हूँ 6टी शास्त्र 6टी शास्त्र गोटे हूँ सांख्य योग न्याय मीमांसा वेदांत दर्शन आज्ञा 6टी हूँ दर्शन शास्त्र अर्जुन सांख्य आदि षडशास्त्र मु जान सांख्य प्रभृति 6टा शास्त्र जानी राधा भेदी कहे सगर्वे राधा भेदी अर्जुन कहले हे सत्यभामा सोमशिला सूर्य करे नद्रवे आज्ञा सोमशिला चंद्रकांत मणि चंद्र को देखिले उल्लसित हुए सूर्यंकर तेज बहुत अच्छी किंतु सूर्यंकर तेज केबे चंद्रकांत मणि की उज्ज्वल कर पारे उल्लसित कर पारे मु जड़े सेवक तमे हूँ महान किंतु तम कथा तम भाषा तम चलनी तम संस्कार मत वशीभूत कर अर्जुन आज्ञा से कहले कहले सत्यभामा दुनिया अनेक कथा देखी कि आज गोटे नुआ कथा देखी सुचरित्रा हो इतर चरित्र शुणा ना कहीं भावे तमें जड़े चरित्रवती नारी तम बापा सत्यजित जन चरित्रवान तम कृष्ण होउछंती चरित्रवान तमें किंतु एते हीन चरित्र केमती तमे राति कौन करुच सुभद्रा को बेश कर मते भेटी दबाक आनी सजनी सान लोक मु सहज अटे मु गोटे सान लोक कौन छोट लोक छोट लोक आज्ञा क्या कहती सेवक को ये सेवक किए भगवान किए कहले सेवक निज प्रभु शोषा संगम केउठारे शुणा नहीं मो प्रभु होउछंती वासुदेव कृष्ण मु होउछि तांकर सेवक जने सेवक निज प्रभुंकर शोषा प्रभुंकर भौणी सहित प्रीति करिबा ए असंभव केबे सुनिछ नाही केबे देखिछ ना आज केमती हो सत्यभामा आज्ञा लज्जित हाले जा जा फेरी जा अपमानित हाले कृष्ण को जाई जणेले हलानी बुझाई कृष्ण कहले तार पुरुषार्थ अछि सत्यभामा
ସେ ଏତେ ଅବିବେକୀ ନୁହେଁ, ନା କାବୁକ ଲମ୍ପଟ ନୁହେଁ। ନାଇଁ ନ ହଉ ଗୋଟେ କଥାର ବାଗ ଶାଗ ନାହିଁ ହେ ରହ, ମନା କରିଦେବା। ସେ ପରା ସତ୍ୟ ସୁଭଦ୍ରା ସାଙ୍ଗରେ ଗୋଡେଇବ। କେମିତି ଆଜ୍ଞା ୟା ପାଇଁ ଗୋଟେ ପ୍ରଧାନ ଉପଜୀବ୍ୟ ହଉଛି ତନ୍ତ୍ର। ମନ୍ତ୍ରଟା କୋଉଠି ପାଇବା? ଆଜ୍ଞା ତନ୍ତ୍ର ହଉଛି କୁଳବଧୂ, ଯେତେ ଶାସ୍ତ୍ର ସବୁ ହଉଛି ବେଶ୍ୟା। ହଁ ଯେତେ ଧର୍ମଶାସ୍ତ୍ର କହନ୍ତୁ, ପୁରାଣ କହନ୍ତୁ, ବେଦ କହନ୍ତୁ, ବେଦାଙ୍ଗ କହନ୍ତୁ, ୟାକୁ ଲୋକ ସମସ୍ତେ ଦେଖିଲେଣି, ସାଧନା କଲେଣି। ତନ୍ତ୍ର କେତେବେଳେ ସାଧନା କରୁଛନ୍ତି? ତନ୍ତ୍ର ହଉଛି କୁଳବଧୂ। ବାମାଚାରୀ ମାନେ ଯେମିତି ହଉ ପଛେ ସାଧନା କରିବେ, ଇଏ ହଉଛି ତାଙ୍କ ଲକ୍ଷଣ। ଆଜ୍ଞା ଆଜିକାଲି ବ୍ରାହ୍ମଣ ମାନେ ତନ୍ତ୍ର କଲେଣି। ମୋ ପାଖରେ ଆଜ୍ଞା ମନ୍ତ୍ର ଅଛି। ମନୋଜ ତମର ପୁଅ ହେଲେ ମତେ କହିବ, ମୋ ଫୋନ ନମ୍ବର ରଖିବ। ଯୋଉ ଝିଅକୁ କହିବ ସେ ଝିଅ ତମ ପୁଅ ପଛରେ ଘୋଡେଇବ। ଆଜ୍ଞା ମୁଁ ଖାଲି ନୁହଁ, ଆର୍ତ୍ତଦାସ କହିଛନ୍ତି ଗାୟତ୍ରୀ ଛାଡ଼ିବେ ବିଜ ଗାରେଡ଼ି କରିବେ ଗୁରୁ ଆଜ୍ଞା ଶିଷ୍ୟ ଜ୍ଞାନ ପାଇବେ, ଗୁରୁ ଆଜ୍ଞା ଶିଷ୍ୟ ଜ୍ଞାନ ପାଇବେ, ଗୋପାଳ ହେବେ ଗୋସାଇବ ଘନ ଲେଖ ଭାଇ ଆହବ ଭଜ ଲେଖ ଭାଇ। ଆର୍ତ୍ତତ୍ରାଣ ଦାସ କହିଛନ୍ତି ଗାୟତ୍ରୀ ଛାଡ଼ିବେ ବୀଜ ଗାରେଡ଼ି କରିବେ ବୀଜ। ଗାୟତ୍ରୀ ଆଜ୍ଞା ପରା ସମସ୍ତେ ପଢ଼ିଲେଣି। ଗାୟତ୍ରୀ ଆଉ କଣ ଅଛି କି? ଗାରେଡ଼ି କରିବେ ବୀଜ। ବ୍ରାହ୍ମଣ ମାନେ ଗାରେଡ଼ି ପଢିବେ। ଗୁରୁ ଆଗେ ଶିଷ୍ୟ ଜ୍ଞାନ ବତାଇବେ, ଗୁରୁ ଆଗରେ ଶିଷ୍ୟ ଜ୍ଞାନ କହିବେ ନା ନାଇଁ? ଆଜ୍ଞା ଗାରେଡ଼ି କଲେ ପଇସା ମିଳିବ, ଗାୟତ୍ରୀ ପଢିଲେ ପଇସା ମିଳିବ। ଆଜି ସମାଜରେ ଆପଣ ଦେଖନ୍ତୁ, ଯିଏ ସ୍ୱଧର୍ମ ପାଳନ କରୁଛି ସେ ଧନୀ ହେଉଛି। ଜଣେ ବ୍ରାହ୍ମଣ ଘରକୁ ଗଲେ ତା ଘରେ କୁଶପାତ୍ରୀ ନାହିଁ, ଶୁଭ ସୂଚ ନାହିଁ, କିନ୍ତୁ ଯିଏ ଆଜ୍ଞା ତାକୁ ଧାରଣ କରିଛି ସେ ପଇସା ବାଲା ହଉଛି, ସୁଖରେ ରହୁଛି। କେବଳ ଝିଅ ମିଳୁନାହାନ୍ତି। ଚନ୍ଦନ ଲଗେଇବା ବ୍ରାହ୍ମଣ ପିଲାକୁ ଝିଅ ମିଳିବେନି। ବ୍ରାହ୍ମଣ ଝିଅ ତ ସବୁ ରସିକା ହେଇଗଲେଣି, ସେ କାହିଁକି ଚନ୍ଦନ ଲଗେଇବା ଲୋକକୁ ବାହାହେବେ? କଣ ହଉଛି? ବାସୁଦେବ କୃଷ୍ଣ କହିଲେ ସତ୍ୟଭାମା ଅର୍ଜୁନକୁ ବଶୀଭୂତ କରିବା ପାଇଁ ତନ୍ତ୍ର କରିବାକୁ ପଡିବ। ତନ୍ତ୍ର କୋଉଠି ପାଇବା? ଆଜ୍ଞା ଜଣେ ତନ୍ତ୍ରର ନାରୀ ଥିଲେ କୃଷ୍ଣଙ୍କ ଘରେ, ସେ ଅପେକ୍ଷା କରିଛନ୍ତି ସତ୍ୟ ଯୁଗ। ସେ କିଏ ନା ସେ ହଉଛନ୍ତି ରତି। ଯୋଉଦିନ ଭସ୍ମା ବସେସଂ ମଦନଞ୍ଚକାର, ଯୋଉଦିନ ଭଗବାନ ଶିବ ମଦନକୁ ଭସ୍ମ କଲେ, କନ୍ଦର୍ପକୁ ଭସ୍ମ କଲେ, କନ୍ଦର୍ପ ସ୍ତ୍ରୀ ରତି କାକୁସ୍ଥ ହେଇ କାନ୍ଦିଲା, କହିଲା ହେ ଭଗବାନ ମୋ ସ୍ୱାମୀ ଆସିଥିଲେ ତାରକାସୁରକୁ ବଦ୍ଧ କରିବା ପାଇଁ, ଆପଣଙ୍କର ମିଳନ ହବ। ଶିବଙ୍କ ସହିତ ପାର୍ବତୀଙ୍କର ମିଳନ ହେଲେ ଯୋଉ ସନ୍ତାନ ଜନ୍ମ ହବ ସେ ତାରକାସୁର ମରିବ। ମୁଁ କଣ ପାଇଲି? ଦେବତା ମାନେ କହିଲେ ରତି ତମେ ଅପେକ୍ଷା କରିବାକୁ ପଡିବ। କୁସୁମାୟୁଧ ପତ୍ନୀ ସୁଦୁର୍ଲଭ ସ୍ତବ ଭର୍ତ୍ତା ନ ଚିରାତ ଭବିଷ୍ୟତି, ତମ ଭର୍ତ୍ତା ସୁଦୁର୍ଲଭ, ତମ ସ୍ୱାମୀଙ୍କ ପରି ସ୍ୱାମୀ କେହି ନାହାନ୍ତି। ନ ଭବିଷ୍ୟତି, ଭବିଷ୍ୟତରେ ନିଜ ଜୀବନକୁ ବାଜି ଲଗେଇ କିଏ ଦେଶ ସେବା କରିବନି। ଶୁଣୁ ଯେନ ସକର୍ମଣାଗତ ସଲଭତ୍ୱ ହରଂ ଲୋଚନାର୍ଥିସି, ତମ ସ୍ୱାମୀ ଯାହା ପାଇଁ ଶିବଙ୍କ ନେତୃତ୍ୱରେ ପୋଡ଼ିଛନ୍ତି ସେ କଥା ତମେ ଜାଣିଛ, ତେବେ ତମ ସ୍ୱାମୀକି ତମେ ପାଇବ। ଭଗବାନ ଶଙ୍କର କହିଲେ ତମ ସ୍ୱାମୀ ନ ବଞ୍ଚିବା ପର୍ଯ୍ୟନ୍ତ ମିଳନ ହବ କେମିତି? ଯଦି କାମ ମରିଯିବ ତାହେଲେ ସନ୍ତାନ କେମିତି ସୃଷ୍ଟି ହେବ? ଆପଣଙ୍କର କାଶିକା ବୃତ୍ତରେ ଶ୍ଲୋକ ଲେଖିଛନ୍ତି, ନନ୍ଦିକେଶ୍ୱରଙ୍କ କାଶିକା ବୃତ୍ତର ଗୋଟେ ଶ୍ଲୋକ ଲେଖିଲା ନୃତାବସାନେ ନଟରାଜ ରାଜ ଧକ୍କା ନବ ପଞ୍ଚମାର ଭକ୍ତୁ କାମା ସଲକାଦି ସିଦ୍ଧା ନେତ ବିମର୍ଷେ ନବ ସୂତ୍ରଜାଳ। ଦେଖନ୍ତୁ ଆମ ବ୍ୟାକରଣକୁ ନବ୍ୟ ବ୍ୟାକରଣ ସୃଷ୍ଟି ହେଇଛି ଭଗବାନ ଶିବଙ୍କଠୁ। ବ୍ୟାକରଣ ସୂତ୍ର ହଉଛି କେତୋଟି? 14ଟି।
କେତେବେଳେ ସୃଷ୍ଟି ହେଇଥିଲା ନା ଭଗବାନ ଶିବ ଯେତେବେଳେ କାମକୁ ଧ୍ୱଂସ କଲେ କାମକୁ ଧ୍ୱଂସ କଲା ବେଳେ ସେ ଉଦଣ୍ଡ ନୃତ୍ୟ କରିଥିଲେ ତାଣ୍ଡବ କରିଥିଲେ ତାଙ୍କ ନେତ୍ରାଗ୍ନି କାମକୁ ଭସ୍ମ କରିଛି ନୃତାବସାନେ ନଟରାଜ ରାଜ କାମକୁ ଧ୍ୱଂସ କରି ସାରିଲା ପରେ ନୃତାବସାନେ ଯେତେବେଳେ ତାଙ୍କର ତାଣ୍ଡବ ନୃତ୍ୟର ପରିସମାପ୍ତି ସରିଲା ଉଦ୍ଧର୍ତ୍ତୁ କାମ ସନକାଦି ସିଦ୍ଧା ସନକାଦି ସିଦ୍ଧ ମୁନିମାନେ କହିଲେ ହେ ଭଗବାନ ଉଦ୍ଧର୍ତ୍ତୁ କାମାନ ଆପଣ କାମ କନ୍ଦର୍ପକୁ ଉଦ୍ଧାର କର ନବପଞ୍ଚବାଣ ତାଙ୍କ ଡମ୍ବରକୁ 9 5 14 ବାର ବଜେଇଲେ 14 ଥର ବଜେଇଲେ କଣ ହେଲା ବ୍ୟାକରଣର 14 ସୂତ୍ର ପ୍ରଥମେ ସେଇଠି ସୃଷ୍ଟି ହେଇଛି ମେ ତ ଦୁମସ୍ତେ ଶିବସୂତ୍ର ଜାଳ ଶିବଙ୍କଠୁ ଆଜ୍ଞା ବାହାରିଛି ବ୍ୟାକରଣର 14ଟି ସୂତ୍ର ଏଇ 14ଟି ସୂତ୍ର ଖାଲି ବାହାରିଛି ଡମ୍ବରୁ ବାଦନ କରିବା ଦ୍ୱାରା ଉଦ୍ଧର୍ତ୍ତୁ କାମ କନ୍ଦର୍ପ ଉଦ୍ଧାର ହେଇଛି କିନ୍ତୁ ସ୍ମର ଭାବରେ ଶରୀର ପାଇଁ ସ୍ମର ଆଜ୍ଞା କନ୍ଦର୍ପ ସ୍ମର ଭାବରେ ଜନ୍ମ ହେଇଛି ସ୍ମର ଭାବରେ ବିକାଶ ହେଇଛି ଦେହ ପାଇନି ଅନଙ୍ଗ ରତି କହିଲା ହେ ଭଗବାନ ମୋ ସ୍ୱାମୀ ତ ଅନଙ୍ଗ ହେଲେ ଅଙ୍ଗ ପାଇବି କୋଉଠୁ ଦେହ କେମିତି ପାଇବି ପ୍ରଭୁ କହିଥିଲେ କହିଲେ ତମକୁ 2ଟି ଯୁଗ ଅପେକ୍ଷା କରିବାକୁ ପଡ଼ିବ ସତ୍ୟ ଯୁଗ ଯିବ ତ୍ରେତୟା ଯୁଗ ଯିବ ତାପରେ ଆସିବ ଦ୍ୱାପର ଯୁଗ ଦ୍ୱାପର ଯୁଗରେ ତମ ସ୍ୱାମୀ ଜନ୍ମ ହେବେ ତମେ ପାଇବ ତାଙ୍କୁ କୋଉଠି ଯମଦୁବଂଶ କୃଷ୍ଣ କହିଲେ ଯଦୁବଂଶ କୃଷ୍ଣ ଅବତାର ଗୋସ୍ୱାମୀ ତୁଳସୀଦାସ କହିଛନ୍ତି କହିଲେ ହେ ଶିବ କହିଲେ ହେ ରତି ଯେତେବେଳେ ଯଦୁବଂଶରେ କୃଷ୍ଣ ଅବତାର ହେବେ ହୋଇ ହରଣ ମହାମହି ଭାରା ଏ ସଂସାର ଭାରକୁ ନିରାକରଣ କରିବା ପାଇଁ କୃଷ୍ଣ ଯେତେବେଳେ ଅବତାର ହେବେ ଯଦୁବଂଶରେ ଇଏ କୃଷ୍ଣ ତନୟ ହୋ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ତନୟ ହୋଇ ପତିତୋରା କୃଷ୍ଣଙ୍କର ପୁଅ ଶାମ୍ବ ତମର ସ୍ୱାମୀ ହେବେ ସେଇ ମୀନକେତନ ଶାମ୍ବ ତମର ସ୍ୱାମୀ ହେବେ ପ୍ରଦ୍ୟୁମ୍ନ ମୀନକେତନ ପ୍ରଦ୍ୟୁମ୍ନ ତମର ସ୍ୱାମୀ ହେବେ ପ୍ରଦ୍ୟୁମ୍ନ ମୀନକେତନ କନ୍ଦର୍ପ ପ୍ରଦ୍ୟୁମ୍ନ ହିଁ ଜନ୍ମ ହେବେ ମୀନକେତନ ପ୍ରଦ୍ୟୁମ୍ନ ହିଁ ଜନ୍ମ ହେବେ ତମେ କୃଷ୍ଣଙ୍କ ଅବତାର ପର୍ଯ୍ୟନ୍ତ ଅପେକ୍ଷା କରିବ ଯେତେବେଳେ ରତି ଜାଣିଲା କୃଷ୍ଣଙ୍କ ପୁଅ ଭାବରେ ଜନ୍ମ ହେବେ ମୋ ସ୍ୱାମୀ ପ୍ରଦ୍ୟୁମ୍ନ ହିଁ ଅପେକ୍ଷା କରିଥିଲା ଦ୍ୱାରକାରେ ଆଜ୍ଞା ସେ ହଉଛି କାମଶାସ୍ତ୍ରରେ ପ୍ରବୀଣା ରତି ଶାସ୍ତ୍ରରେ ପ୍ରବୀଣା ସେ ଆଉ ତନ୍ତ୍ର ଶାସ୍ତ୍ରରେ ସେ ପଣ୍ଡିତା ସୁଭଦ୍ରାକୁ ଦେଲା ଅଞ୍ଜନ ବଶୀଭୂତ କରିବା ପାଇଁ ଅଞ୍ଜନ ଆଖିରେ ଲଗେଇବା ପାଇଁ ଆଉ ପକେଇବାକୁ ଦେଲା ମୋହ କରିବା ପାଇଁ ବିଭୂତି ଧୂଳି ମୋହ କରିବା ପାଇଁ ଧୂଳି ଦେଲା ଯାହାକୁ ଅର୍ଜୁନଙ୍କ ଉପରେ ପକେଇଲେ ଅର୍ଜୁନ ପଛରେ ଗୋଡେଇଲେ ଖାଲି ସେତିକି ନୁହେଁ ଅର୍ଜୁନ ଯୋଉ ଶୟନ କକ୍ଷରେ ଅଛନ୍ତି ସେ ଶୟନ କକ୍ଷରେ କାମ ଉଦ୍ଦୀପକ ଚିତ୍ର ଲେଖା ସବୁ ଲେଖିଲେ କାହାର ଯେତେବେଳେ ଅର୍ଜୁନ ସ୍ନାନ କରିବାକୁ ଗଲେ ଚିତ୍ରକରଙ୍କ ଦ୍ୱାରା ଠିକ ସେତିକି ବେଳେ ଯାହାକୁ ଦେଖିଲେ କାମ ଉଦ୍ଦୀପନା ହବ ସେଇ ଚିତ୍ର ସବୁ ଲେଖା ଗୋଟେ ଦିଟା ପଦ ପଢିବା ସମୟ ତ ହେଇଯିବ ଆଜ୍ଞା କେମିତି ଚିତ୍ର ସେ ଲେଖିଲେ ଭଞ୍ଜ ଲେଖିଛନ୍ତି ସରିତେ ତରଣୀ ପରେ
विश्वामित्र में नारती समाधि होते ଦେଖନ୍ତୁ ଆଜ୍ଞା କାମ ଉଦ୍ଦୀପକ ଚିତ୍ର ତାକୁ ଭଞ୍ଜ ଲେଖିଛନ୍ତି କାନ୍ଥରେ କେମିତି ଚିତ୍ର ଅଙ୍କା ହେଇଛି ନା ସରିତେ ତରଣୀ ପରେ ପରାଶର ଦାସ କୁମାରୀରେ କାନ୍ଥରେ ଲେଖାଯାଇଛି ଗୋଟିଏ ନଦୀ ହେଇଛି ନଦୀରେ ନାଁଟିଏ ପଡିଛି ନାଁକୁ ନିଜେ ଦାସ କୁମାରୀ ଗନ୍ଧ ପାଣି ଦାସରାଜାଙ୍କର ଝିଅ ଯାହା ନା ମତ୍ସ୍ୟଗନ୍ଧା ସେ ନାଁ ଚଲଉଛି ଆଉ ପରାଶର ତାକୁ ପ୍ରୀତିବାଞ୍ଛା କରୁଛନ୍ତି ଖାଲି ସେତିକି ନୁହେଁ ସ୍ନାନ ସାରି ଆସୁ ପଥରେ ପବନ ବାନରିକି ମାଗେ ସୁରତି ଅନ୍ୟପଟେ ଚିତ୍ରଟିଏ ହେଇଛି ଅଞ୍ଜନା ସ୍ନାନ ସାରିକି ଆସୁଛନ୍ତି ପୁତ୍ର କାମନା କରିଥିବା ଅଞ୍ଜନା ଯେତେବେଳେ ସ୍ନାନ ସାରି ଆସୁଛନ୍ତି ପବନ ତାଙ୍କୁ ପ୍ରୀତି ଭିକ୍ଷା କରୁଛନ୍ତି ସମାଧି ହତେ ବିଶ୍ୱାମିତ୍ର ମେନାରତି ଗୋଟାଏ ଜାଗାରେ ଚିତ୍ର କରାଯାଇଛି ସମାଧିସ୍ଥ ହେଇଛନ୍ତି ବିଶ୍ୱାମିତ୍ର ମେନା ନୃତ୍ୟ କରୁଛି ତା ନୃତ୍ୟ ଛନ୍ଦରେ ସେ ମୋହ ହେଇ ତା ସହିତ ପ୍ରୀତି କରୁଛନ୍ତି ସମୀପେ ଅହଲ୍ୟାର ହୁଏ ବିନୟ ଇନ୍ଦ୍ର ଧରି ଛଦ୍ମମୂରତି ଅନ୍ୟପଟେ ଚିତ୍ର ଲେଖାଯାଇଛି ଅହଲ୍ୟାର ଆଶ୍ରମରେ ପ୍ରବେଶ କରି ଇନ୍ଦ୍ର ଛଦ୍ମମୂର୍ତ୍ତି ଧରି ଗୌତମ ମୂର୍ତ୍ତି ଧରି ପ୍ରେମ ଭିକ୍ଷା କରୁଛନ୍ତି ଆଜ୍ଞା ଇଏ ରୂପ କାହିଁକି ଅଙ୍କା ଯାଇଛି ନା ଅର୍ଜୁନ ଯେତେବେଳେ ଏ ଚିତ୍ର ଦେଖିବ ଋଷି ପ୍ରୀତି ଭିକ୍ଷା କରୁଛନ୍ତି ଦେବତା ପ୍ରୀତି ଭିକ୍ଷା କରୁଛନ୍ତି ଏଠି ତାର କାମ ଉଦ୍ଦୀପନା ନିଶ୍ଚୟ ପୁଣି କଣ ଲେଖାଯାଇଛି ସୁରତ ଭାବେ ଉର୍ବଶୀ ହରେ ଧାତା ଜହି ପଞ୍ଚଶର ପ୍ରହାରୀ ଆରେ ଶଙ୍କି ଯାଇ କାମେ ଭାଗୁଜା ଭାଗୁଜା ତତେ ଧରେ ହରି ଆଜିକାଲି ଆଜ୍ଞା ପାଲାକାର ମାନେ ଯୋଉ ନୂଆ ପାଲାକାର ଆସୁଛନ୍ତି ଘୋଷନ୍ତେ ଏବେ ଆଜ୍ଞା କମ କବି ବାହାରିଲେଣି କାଳୁପଡ଼ାରେ ପାଲା ଦଉଥିଲି ମୋ ଜଣେ ବନ୍ଧୁ ଅଛନ୍ତି ସେଠି ବିକ୍ରମ ମାରିଛି ମୁଁ ସେଠି ଦିନେ କହିଲି ମୋ ଶିଷ୍ୟମାନଙ୍କୁ ମୁଁ କହିଛି 1990 ମସିହା ପରେ ଯିଏ କବିତା ଲେଖିଛନ୍ତି ତାକୁ କେହି ଶିଖିବନି ପଢିବ ମୁଁ କହିଛି ତମେ ପଢିବ କିଛି ଶିଖିବନି ଯଦି ଶିଖନ୍ତି ଆମ ପିଲାମାନେ ତାହେଲେ ପାଲା କଳା ବୁଡ଼ିଯିବ ଏ ପଦ କୁଆଡେ ଆସିବ କବିତା ସୀତାକାନ୍ତ ମହାପାତ୍ରଙ୍କ ପରେ ଯେତେ ସବୁ କବିତା ଆପଣମାନେ ଦେଖନ୍ତୁ ସେ କବିତାକୁ ଯଦି ପଢାଯାଏ ତାର ପରିଚୟ ଦଉ ଦଉ ସମୟ ପଳିବ ଲୋକ ଶୁଣିବେ କଣ ଯୋଉଠି ଭଞ୍ଜ ନାହାନ୍ତି ଦୀନକିଶୋର ନାହାନ୍ତି ଅଭିମନ୍ୟୁ ନାହାନ୍ତି ଯୋଉଠି ଯଦୁମଣି ନାହାନ୍ତି ମୁଁ କବିତା ଲେଖିବି ମୋ ଶିଷ୍ୟମାନେ ବୋଲିବେ ମୁଁ ମୋଟେ ଲେଖିବିନି ମୁଁ କହିଛି ଯିଏ କବିତା ପଢିବ 1990 ମସିହା ପରେ ଯଦି ଅନ୍ୟ କବିଙ୍କର କବିତା କିଏ ପଢିବ ଦେଖିବି ତ ମୋ ପାଖକୁ ଆସିବନି କାରଣ ବର୍ତ୍ତମାନ ଆଜ୍ଞା ଗୋଟିଏ ଯୁଗ ଆସିଛି ସେ ଯୁଗରେ ଆମେ ପ୍ରାଚୀନ କାବ୍ୟ କବିତାରେ ଅନ୍ୟକୁ ଉଦ୍ବୁଦ୍ଧ କରିବାକୁ ପଡିବ ଆପଣ ଦେଖିବେ ଭାରତ ବର୍ଷରେ ଯେତେ କବିମାନେ ଅଛନ୍ତି ତାଙ୍କର ମୂର୍ତ୍ତି ତିଆରି କରାଯାଇଛି ତାଙ୍କୁ ପୂଜା କରାଯାଉଛି ତାଙ୍କର ଜାଗାକୁ ଧର୍ମ ପୀଠ କରାଯାଇଛି ଇଏ ଏତେ ବେଜୁ କବି ଅଛନ୍ତି ଆଜ୍ଞା ତାଙ୍କ ଦ୍ୱାରକୁ କିଏ ଯିବେ ତାଙ୍କ ପିଲାମାନେ ପଇସା ଥିଲେ କରିବେ ସେ ପରା ବହି ବାଣ୍ଟୁଛନ୍ତି ଆମେ ପରା ବହି କିଣିକି ପଢୁଛୁ ଏଇ ବର୍ଷ ପରା ଆମେ 800,000 ଟଙ୍କାର ବହି କିଣିଛୁ ଆଜ୍ଞା ବହି କିଣିକି ଯିଏ ପଢେ ସେ ପଢିବ ଆପଣ ସବୁକୁ କଣ ଶାସ୍ତ୍ର କହିବେ ଶାସ୍ତ୍ର ସବୁ ବହିକି ଶାସ୍ତ୍ର କୁହାଯାଏନି ଆପଣଙ୍କର ନାରଦ ପଞ୍ଚରତ୍ନରେ କୁହାଯାଇଛି ଯସ୍ମିନ୍ ଶାସ୍ତ୍ରେ ପୁରାଣେ ଚ ହରି କଥା ନ ଦୃଶ୍ୟତେ न वक्तव्यं न श्रोतव्यं
ଯଦି ବ୍ରହ୍ମା ସ୍ୱୟଂ ବଦେତ୍ ଯସ୍ମିନ୍ ଶାସ୍ତ୍ର ପୁରାଣେ ଚ ଯୋଉ ଶାସ୍ତ୍ରରେ ଯୋଉ ପୁରାଣରେ ହରି କଥା ନ ଦୃଶ୍ୟତେ ଭଗବାନଙ୍କର ସତା ନାହିଁ ଭାବ ନାହିଁ ଭଗବାନଙ୍କର ସରସତା ନାହିଁ ଯୋଉଥିରେ ଭଗବାନଙ୍କର ଜୀବନ ନାହିଁ ନ ଶ୍ରୋତବ୍ୟ ତାକୁ ଶୁଣିବେନି ନ ବକ୍ତବ୍ୟ ତାକୁ କହିବେନି ଯଦି ବ୍ରହ୍ମା ସ୍ୱୟଂ ବଦେତ୍ ବ୍ରହ୍ମା ଲେଖିଥାନ୍ତୁ ବସେ ତା ଶୁଣିବେନି କି କହିବେନି ଆପଣମାନଙ୍କ ପିଲାମାନେ ଆଜ୍ଞା ମାଟ୍ରିକ ପରୀକ୍ଷା ଦେଲେଣି ରେଜଲ୍ଟ ବାହାରିବ ସେ ବହିକି କଣ କରିବେ ସେ କଣ କରିବେ କବାଡ଼ିଆକୁ ଦେବେ ଆଉ କବାଡ଼ିଆ କରିକି ହଁ ଠୁଙ୍ଗା କମ୍ପାନୀ ଯିବ ବିଭିନ୍ନ ପ୍ରକାର କାଗଜ ଆପଣ ଘରେ ଭାଗବତ ବହି ରଖିଛନ୍ତି ସେ ଜୀର୍ଣ୍ଣ ଶୂନ୍ୟ ହେଇଗଲା ଆପଣଙ୍କ ଘର ପରିବାର କେବେ କବାଡ଼ିଆକୁ ବିକିବେନି ଯଦି ସେ ଚିରିଯାଏ କଣ ହୁଏ ନା ନଦୀରେ ବିସର୍ଜନ ଭସେଇ ଦେବେ କାରଣ ସେ ହଉଛି ଶାସ୍ତ୍ର ସେ ହଉଛି ଗ୍ରନ୍ଥ ସବୁକୁ ଗ୍ରନ୍ଥ କୁହାଯାଏ ମତେ ଓଡ଼ିଶାରେ ଆଜ୍ଞା ଅନେକ କବି ସମାଲୋଚନା କରନ୍ତି ପାଲା ବହଣା ଦିଅନ୍ତିନି ତାଙ୍କ ଗୀତ ଯିଏ ବୋଲିବ ତାକୁ ସେ ବହଣା ଦେବେ କଣ ହେଇଯାଇଛି କି ମତେ 61 ବର୍ଷ ହେଲାଣି ମୁଁ 45 ବର୍ଷ ପାଲା ଗାଇଲିଣି କଣ ଅସୁବିଧା ହେଲା ଆମେ ପୁରା 20ଟା ପିଲା ତିଆରି କରି ଛାଡ଼ି ଦେଇଛୁ ସେ ଗାଇବେ ପାଲା କରୁଛୁ କଣ ପାଇଁ ବେପାର ପାଇଁ ତ ପଇସା ପାଇଁ ଯୋଉ ବ୍ରାହ୍ମଣ ମାନେ ଆଜ୍ଞା କର୍ମକାଣ୍ଡ କରିବାକୁ ଆସୁଛନ୍ତି ସେ ଯୋଉ ମଙ୍ଗଳାଷ୍ଟକ ବସିବେ ସେଇ ମଙ୍ଗଳାଷ୍ଟକ ଯୋଉ ବସଧାରା ଦେବେ ସେଇ ବସଧାରା ଯୋଉ ବରୁଣ ପୂଜା କରିବେ ସେଇ ବରୁଣ ପୂଜା ଆମେ ଆଜ୍ଞା ଆଜି ଯଦି ମଙ୍ଗଳାଚରଣ କରୁଛୁ କାଲି ଆମେ ପଢିବୁ ଆପଣ କହିବେ ଭାଇ ଯଦି କାଲି ବେଳାକୁ ପଢିଥିଲେ ଆଜ୍ଞା ବ୍ରାହ୍ମଣଙ୍କୁ କୋଉଠି କିଏ କହୁଛ ଏ ବରୁଣ ପୂଜା ଏଇଆକୁ କରୁଥିଲ ସେଠି ଏଠି କଣ କରୁଛ ତା କଣ ଆଉ ଗୋଟେ ପ୍ରକାର କରିବେ ଆଜ୍ଞା ଗୋଟିଏ ପ୍ରକାର କଳସ ପୂଜା ଗୋଟିଏ ପ୍ରକାର ସଂକଳ୍ପ ଗୋଟିଏ ପ୍ରକାର ହୋମ ଗୋଟିଏ ପ୍ରକାର ମନ୍ତ୍ର ଶିଖିଛି ସବୁ କାରଣ ଅଧିକା କିଛି ଆବଶ୍ୟକ ନାହିଁ ଦେଖିବେ ଆମ ପାଲା ପାଇଁ ଏକ ବିକାଶମୁଖୀ ରାସ୍ତା ଆପଣମାନେ ତିଆରି କରିବେ ଆମେ ନୁହେଁ ହେ ଗୁଣିଗଣ ମଣ୍ଡଳୀ ଆଜି ଅର୍ଜୁନ ଦେଖୁଛି ତା ଶୟନ କକ୍ଷରେ ସୁର ସଭାରେ ଉର୍ବଶୀ ହରେ ଧାତା ଯହୁଁ ପଞ୍ଚଶର ପ୍ରହାରୀ ସୁର ସଭାରେ ଉର୍ବଶୀକି ଆଲିଙ୍ଗନ କରୁଛନ୍ତି ବ୍ରହ୍ମା ଅର୍ଜୁନ ଦେଖିଲା ଶଙ୍କି ଯାଇ କାମେ ଭାନୁଜା ଚରଣ ଭାନୁଜା ତତେ ଧରେ ହରି ଆଜ୍ଞା ଭାନୁଜା ଚରଣ ଭାନୁଜା ହଉଛନ୍ତି ବୃଷଭାନୁଙ୍କ ଜେମା କର ଚରଣକୁ ଗୋଡକୁ ଭାନୁଜା ଭାନୁ ଅର୍ଥ ସୂର୍ଯ୍ୟଙ୍କର ଯାତାର୍ଥ ଝିଅ ଯୋଉ ଯମୁନା ତାରି କୂଳରେ କୃଷ୍ଣ ରାଧାଙ୍କ ପାଦ ଧରିଛନ୍ତି ସାମ୍ୟ ଜନତା ସଙ୍ଗେ ଋଷ୍ୟଶୃଙ୍ଗ ବିହାରୀ ଋଷ୍ୟଶୃଙ୍ଗ ଜନତା ସହିତ ବିହାର କରୁଛନ୍ତି ସୁଧାଂଶୁ ବିଧୁ ପାତକକୁ ନଦରି ଅମର ଗୁରୁ ନାରୀ ହରି ସୁଧାଂଶୁ ନିଜେ ଚନ୍ଦ୍ର ଅଭିଶାପ ପାଇବ ଏକଥା ଭୟ ନ କରି ଅମର ଗୁରୁ ଗୁରୁ ପତ୍ନୀଙ୍କ ସହିତ ପ୍ରୀତି କରିଛନ୍ତି ୟାକୁ ଲେଖିବାର ଉଦ୍ଦେଶ୍ୟ ହଉଛି କଣ ନା ଉଦ୍ଦେଶ୍ୟ ହଉଛି ଅର୍ଜୁନ ମନରେ କେମିତି କାମ ଉଦ୍ଦୀପନା ହବ ଆଜ୍ଞା ଠିକ ସେତିକି ବେଳେ ଅର୍ଜୁନ ଶୟନ କକ୍ଷରେ ଅଛନ୍ତି ମନ୍ତ୍ର ଧୂଳିକି ସୁଭଦ୍ରା ପକେଇଲା ସେ କାମକଳା ଅଞ୍ଜନ ଲଗେଇଥିଲେ ଚାହିଁଲେ ଅର୍ଜୁନ ବଶୀଭୂତ ହେଲା ଆଉ ସମୟ ନ ମାନି ଅର୍ଜୁନ ସୁଭଦ୍ରା ଅର୍ଜୁନ ପ୍ରୀତି ଅର୍ଜୁନ ସୁଭଦ୍ରା ଗୁପ୍ତ ପ୍ରୀତି କରୁଛି ସୁଭଦ୍ରା ଗୁପ୍ତ ପ୍ରୀତି ଅର୍ଜୁନ ଆଜ୍ଞା ସୁଭଦ୍ରା ଅର୍ଜୁନ ସହିତ ଗୁପ୍ତ ପ୍ରୀତି କରୁଛି ଯାହାର ସଂଯୋଜନା କରିଛନ୍ତି କୃଷ୍ଣ ଆଉ ସତ୍ୟଭାମା ଏକଥା ସବୁ ଭାଉଜ ମାନେ ଜାଣିଲେ ରୋହିଣୀ ଦେଖିଲେ ରୋହିଣୀ କେମିତି ଜାଣିଲେ ଗୋଟାଏ ପଦ ଭଞ୍ଜଙ୍କର ଥରେ ଆଜ୍ଞା ରୋହିଣୀଙ୍କର ପାଳି ପଡିଛି କଣ ପାଇଁ ସୁଭଦ୍ରାଙ୍କୁ ସ୍ନାନ କରିବାକୁ ନେଉଛନ୍ତି ପ୍ରତ୍ୟେକ ଦିନ ଭାଉଜ ମାନଙ୍କର ପାଳି ଥାଏ ନଣନ୍ଦ ଗୋଟିଏ ନଣନ୍ଦ ତାକୁ ସମସ୍ତେ ନେଇ ତାଙ୍କର ଯୋଉ କେଳି ସରୋବର ଅଛି ତାଙ୍କୁ ଭଲ ଭାବରେ ସ୍ନାନ କରି ଆଣିବେ ଗାଧେଇକି ଆଣିବେ ତାଙ୍କୁ ଆଜ୍ଞା ସେଦିନ ରୋହିଣୀ ଦେଖିଲେ ସରୋବର ବସି କେଟାକୁ ଧରସି କୁଟେ ନଖ କ୍ଷତ ସ୍ୱୟମ୍ଭୁ ଶମ୍ଭୁକୁ ଚନ୍ଦ୍ର ସେ ଘରକେ ସ୍ୱୟମ୍ଭୁ ଶମ୍ଭୁକୁ ଚନ୍ଦ୍ର ସେ ଘରକେ ଏତେ ପଚାରିଲେ ସୁନ୍ଦରୀ ଆଜ୍ଞା ସରୋବରରେ ପଶି
କେତାକୁ ଧରସି କୁଚେ ନକ୍ଷତ୍ର ଦେଖିଲେ ଝିଅମାନେ ତ ସ୍ନାନ କରୁଛନ୍ତି, ବୋହୂମାନେ ଗାଧଉଛନ୍ତି, ପୁଣି ଏକ ପରିବେଶରେ ଯୋଉଟା ରାଜଦେବାଙ୍କର ରାଣୀମାନଙ୍କର ପୁଷ୍କରିଣୀ ସେଇଠି ଗାଧଉଛନ୍ତି। ପୁରୁଷ ଯିବେ ଯୋଉଠିକି ପୁରୁଷ ପରିଚାରକ ଯିବେନି, ସବୁ ନାରୀ ପରିଚାରିକା ଆସନ୍ତି। ସେଠି ସେ କେମିତି ସ୍ନାନ କରିବେ ସେ ଜାଣନ୍ତି। ସରୋବରରେ ବସି କେତାକୁ ଧରସି କୁଚେ ନକ୍ଷତ୍ର ଦେଖିଲେ। ଜଣେ ସଖୀ ଆଜ୍ଞା ସୁଭଦ୍ରା ଗାଧେଇଲା ବେଳେ ତା ଦେହରୁ ଲୁଗାକୁ ଭିଡ଼ିଦେଲା। ରୋହିଣୀ ଦେଖିଲେ, ଏ ରେବତୀ ଦେଖିଲେ, କଣ କିରେ ରେବତୀ ଦେଖିଲେ, ବଳରାମଙ୍କ ସ୍ତ୍ରୀ ଦେଖିଲେ, କୁଚେ ନକ୍ଷତ୍ର ଦେଖିଲେ, କୁଚରେ ନକ୍ଷତ୍ର ହେଇଛି। କହିଲେ ସ୍ୱୟମ୍ଭୁ ଶମ୍ଭୁକୁ ଚନ୍ଦ୍ର ଶେଖରତ୍ୱ କେକଲା ଏତେ ବିଚାର। କହିଲେ ହେ ସ୍ୱୟମ୍ଭୁ ଶମ୍ଭୁ ରମ୍ଭ ଲୋଚନେ। ସ୍ୱୟମ୍ଭୁ କହନ୍ତି ଆପଣ ମାନେ ଶିବଙ୍କୁ ସ୍ୱୟଂ ସୃଷ୍ଟି ହେଇଥାଏ। ଆଉ ଜଣେ ସ୍ୱୟମ୍ଭୁ କି ନାରୀର କୁଚ। ନାରୀର କୁଚକୁ କେହି ସୃଷ୍ଟି କରିନାହାନ୍ତି। ସ୍ୱୟଂ ଭୁବାୟ ହୃଦି ସ୍ଥିତାୟ ନଖ କ୍ଷତାୟ ଚନ୍ଦନ ଚର୍ଚିତାୟ। ସ୍ୱୟଂ ସୃଷ୍ଟି ହେଇଥାଏ ବକ୍ଷରେ ନାରୀର କୁଚ। ସ୍ୱୟଂ ଭୁବାୟ ହୃଦି ସ୍ଥିତାୟ ହୃଦୟରେ ଅଛି। ନଖ ଚନ୍ଦନ ଚର୍ଚିତାୟ ଚନ୍ଦନରେ ଚର୍ଚ୍ଚିତ ହେଇଥାଏ କୁଚ। ନଖ କ୍ଷତାୟ ଚନ୍ଦନ ଚନ୍ଦନ ଚର୍ଚିତାୟ ନଖ କ୍ଷତ କଲେ ଚନ୍ଦ୍ର ଚିହ୍ନ ଅଙ୍କିତ ହୁଏ। ନୀଳକଣ୍ଠାୟ ନମସ୍ତେ ତସ୍ମୈ କୁଚ ଶଙ୍କରାୟ। ନାରୀର କୁଚ ସହିତ ଶିବଙ୍କୁ ତୁଳନା କରାଯାଇଛି। ଶିବ ବିଷ ପିଇ ନୀଳକଣ୍ଠ ହେଇଛନ୍ତି। କୁଚ ନୀଳକଣ୍ଠ ହୁଏ କେତେବେଳେ ନା ନାରୀ ଯେତେବେଳେ ସନ୍ତାନବତୀ ହୁଏ, ସୃଷ୍ଟି କରନ୍ତି, ଯେତେବେଳେ ନାରୀ ଗର୍ଭବତୀ ହୁଏ ନାରୀର କୁଚର ଅଗ୍ରଭାଗ ନୀଳ ଦେଖାଯାଏ। ରେବତୀ ଭାଉଜ କହିଲେ ସଜନୀ ସରିଲା ସୁଖ ସେ ପୁଂସର। କିଏ ନକ୍ଷତ୍ର କରିଛି ସେ ପୁରୁଷର ସୁଖ ଆଜି ସରିଗଲା, ମରିଯିବ। ରାତି ହେଲା ରେବତୀ ଦେଖିଲେ ଯେତେବେଳେ ବଳରାମ ମନୋହି କରିକି ପହୁଡ଼ କରିବାକୁ ଆସନ୍ତି ସେତିକି ବେଳେ ସେ ଠିଆ ହେଇ କହିଲେ ହେ କାମପାଳ, ଆପଣ ନିଜ ଭଉଣୀ କି ଦୁର୍ଯ୍ୟୋଧନ ସହିତ ବାହା ଦେବା ପାଇଁ ସ୍ଥିର କରିଛନ୍ତି। କିନ୍ତୁ ଏଣେ ଜାଣିଲେନି ସୁଭଦ୍ରା ଗୁପତ ପ୍ରୀତି ଅର୍ଜୁନର ତୁଲେ। ସତ୍ୟଭାମା ଶ୍ରୀକୃଷ୍ଣ ବିଚାରି ଏହା କଲେ ସୁଭଦ୍ରା ଅର୍ଜୁନ ସହିତ ଗୁପ୍ତ ପ୍ରୀତି କରୁଛି। ଆଉ ସତ୍ୟଭାମା ଶ୍ରୀକୃଷ୍ଣ ତମ ଭାଇଆକୁ ବିଚାର କରି କରିଛନ୍ତି। କାମପାଳ ଶୋଇବାକୁ ଯାଉଥିଲେ, ତାଙ୍କ ମୁସଳକୁ ଧରିଲେ ସପ ଚୂଡ଼ାମଣି କ୍ରୋଧେ ଭାସିଲା ଆଜ୍ଞା ସର୍ପ ଚୂଡ଼ାମଣି ହଉଛନ୍ତି ବଳରାମ। ମୁସଳ ଧରିଲେ କହିଲେ ସରମାକୁ ଯଜ୍ଞ ଚରୁ ଦେଲା କେଉଁ କୁଳ। ଗୋଟେ ସରମା ଗୋଟେ କୁକୁରକୁ ଯଜ୍ଞ ଚରୁ ଖାଇବାକୁ ଦେଇଛି କୃଷ୍ଣ। କୁକୁର ଅର୍ଜୁନକୁ ଯଜ୍ଞ ଚରୁ ଖାଇବାକୁ ଦେଇଛି ସତ୍ୟଭାମା। ବଦ୍ଧ କରିବି ଧରିଲେ ହଳ ମୁସଳ ଯିବେ ଅର୍ଜୁନର ଅତିଥି ଭବନକୁ। ରେବତୀ ନିଜେ ହାତ ଯୋଡ଼ିଲେ, କହିଲେ ହେ ଭଗବାନ ଆପଣ ସହିଷ୍ଣୁ ହୁଅନ୍ତୁ। ଅର୍ଜୁନ ଆପଣଙ୍କର ଅତିଥି, ଆପଣଙ୍କର ହିତୈଷୀ, ଆପଣଙ୍କୁ ରକ୍ଷା କରିଛି, ଆପଣଙ୍କ ବିପଦରୁ ମୁକ୍ତି କରିଛି। ଆପଣ ତାଙ୍କ ଭଉଣୀ କି ବାହା ଦେବେ କି ନ ଦେବେ ସେ ଭିନ୍ନ କଥା, କିନ୍ତୁ ରାତିରେ ଯଦି ଦଣ୍ଡ ଦେବେ ଇଏ ବିଶ୍ୱ ଆପଣଙ୍କୁ କଣ କହିବ? ନିନ୍ଦିତ କରିବ। ସହିଷ୍ଣୁ ହଏ ଦେବ ଭାସିଲେ ରେ ରେବତୀ ନାରୀ ଆମ ହୃଦୟରେ ଧୈର୍ଯ୍ୟ ଦିଏ। କ୍ରୋଧେ ଦାସୀ ରତେ ବେଶ୍ୟା ଭୋଜନେ ଜନନୀ ସଭା ବିପଦେ ମନ୍ତ୍ରୀଣା ସ୍ଥେତି ସା ଭାର୍ଯ୍ୟା ପ୍ରାଣ ଦୁର୍ଲଭା। ଦେଖିବେ ଯୋଉ ନାରୀ ଆପଣଙ୍କୁ ବିପଦରେ ମନ୍ତ୍ରଣା ଦାନ କରେ ସେ ହଉଛି ଦୁର୍ଲଭା ନାରୀ, ସେ ହଉଛି ଆଦର୍ଶ ନାରୀ। ନିଜେ ରେବତୀ କହିଲା ସହିଷ୍ଣୁ ହୁଅ ହେ ଦେବ ଭାସିଲେ ରେବତୀ। ରେବତୀ କହିଲେ ହେ ଭଗବାନ ଆପଣ ସହିଷ୍ଣୁ ହୁଅନ୍ତୁ। ସମଦର୍ଶୀ ଜଣଙ୍କୁ ନୁହେଁ ଆପଣ ହଉଛନ୍ତି ସମଦର୍ଶୀ। ଆପଣଙ୍କୁ ଏ ସଂସାର ପୂଜା କରୁଛି, ଆପଣ ସହିଷ୍ଣୁ ହେଲେ ଆପଣ ଲୋକ ଘୃଣା କରିବେ। ରାତି ପାହୁ
ରାତି ପାହିଲେ ଆପଣ ପ୍ରତିଶୋଧ ନେବେ। ଆଜ୍ଞା ରାତି ପାଇଲେ ବଳରାମ ଅର୍ଜୁନର ପ୍ରତିଶୋଧ ନେବେ, ଅର୍ଜୁନକୁ ବଧ କରିବେ। ଏ କଥା ଜଣେ ପରିଚାରିକା ଶୁଣି ଯାଇ କୃଷ୍ଣଙ୍କୁ କହିଲା, ସତ୍ୟଭାମାଙ୍କୁ କହିଲା। କୃଷ୍ଣ ଯେତେବେଳେ ଶୁଣିଲେ ସତ୍ୟଭାମାଙ୍କୁ ଡାକିଲେ। କଣ କଲେ ସେ? ସତ୍ୟଭାମାକୁ ଡକାଇ ନିଶା ପ୍ରବେଶ କୃଷ୍ଣ ଡାକିଲେ ସତ୍ୟଭାମାଙ୍କୁ କହିଲେ, ସତ୍ୟଭାମା ସତ୍ୟଭାମା କଣ କହୁଛ କହୁନା? ରାତି ପାଖକୁ ଏମିତି କଣ ହଉଥିବା ସକାଳଟାରୁ? ସୁଦାମା ମିତ୍ର କହିଲେ ଏକାନ୍ତ ସ୍ଥାନରେ। ସୁଦାମା ମିତ୍ର କୃଷ୍ଣ କହିଲେ, କହିଲେ ବଡ ଭାଇ ବଳରାମ ଜାଣିଲେଣି ଆଉ ହଳ ମୁସଳ ତାଙ୍କରି ପାଖରେ ଅଛି। କାଲି ପ୍ରଭାତରୁ ଆକ୍ରମଣ କରିବେ ସେ ଅର୍ଜୁନ, ଘଟଣା ଘଟିଯିବ, ରକ୍ଷା କରି ହବନି। କଣ କରିବା? ତମେ ଗୋଟେ କାମ କର, ସୁଭଦ୍ରାକୁ ଘେନି ଯାଉ ଅର୍ଜୁନକୁ ଆଜ୍ଞା କଣ କରାଯିବ? ଇଏ ତ ବୁଦ୍ଧିମତାର କଥା। ଯଦି କାହା ଜୀବନ ପଳଉଛି ଆମେ କଣ କରିବା? ତାର ସୁରକ୍ଷା ଦେବା। ସତ୍ୟଭାମାଙ୍କୁ କୃଷ୍ଣ କହିଲେ, କହିଲେ ସୁଭଦ୍ରାକୁ ଘେନି ଯାଉ ଅର୍ଜୁନକୁ କହ, ଅର୍ଜୁନକୁ କହ ରାତି ଥାଉ ଥାଉ ସୁଭଦ୍ରାକୁ ନେଇ ଦ୍ୱାରକା ଛାଡ଼ି ପଳେଇ ଯାଉ। ଶ୍ରୀବତ୍ସ ଠାରେ କିଛି ଦୋଷକୁ ନବ, ମୁଁ କିଛି ଦୋଷ କରିବିନି, ମୋ ନିର୍ଦ୍ଦେଶ। ସୁଭଦ୍ରାକୁ କହ ସେ ଅର୍ଜୁନ ସାଙ୍ଗରେ ପଳେଇ ଯାଉ। ରାତି ଆଜ୍ଞା ଆମ ଝିଅ ଯଦି କୋଉ ପୁଅ ସାଙ୍ଗରେ ପଳେଇବ, ଲୋକଙ୍କ ପାଟିରେ ବାଡ଼ବତା ଅଛି। ଏବେ ମୁହାଁମୁହିଁ କହିଲେଣି। ଆଗେ ଟିକେ ପଛରେ କହୁଥିଲା ଏ ବାହିନୀପତିଙ୍କ ଝିଅ ପଳେଇଛି, ଏବେ ଆଜ୍ଞା ମୁହାଁମୁହିଁ କହିଲେ କଣ ଏଡ଼େ କଥା କହୁଛ, ବେଶୀ ସଂସ୍କାର ଶିଖଉଛ, ପୁଅ ସାଙ୍ଗରେ ପଳେଇଛି। ଆଜ୍ଞା ଦେଖିବେ ଇଏ ବଡ ବଡ ଲୋକେ ସବୁ କଥା ହୁଏ ବାର ଦେବସଭାରେ ହରିବେ ତ ବଡ ଲୋକଙ୍କୁ ଆଜ୍ଞା ଉତ୍ତର ନାହିଁ। ୟାକୁ ପରା ବଡ ଲୋକ ଆଜ୍ଞା କରିଥିଲେ। କୃଷ୍ଣ ପରା ବତେଇଲେ ତାଙ୍କ ସ୍ତ୍ରୀ କି ମୋ ଭଉଣୀ କି ଅର୍ଜୁନ ନେଇଯାଉ ବୋଲି କହ। ସେଠି କଣ ହେଲା? ଭଞ୍ଜ ଲେଖିଛନ୍ତି, ସାନୁଜା କୃଷ୍ଣର ବୋଲେ ତେବେ ଯିବା ଚାଲ ଆଜ୍ଞା ସାନୁଜା ହଉଛନ୍ତି ସୁଭଦ୍ରା। ସୁଭଦ୍ରା ସାନୁଜା ଅର୍ଜୁନ ପାଖରେ ପହଞ୍ଚିଲେ। ଚାଲ ପଳେଇବା, ଦିଟା ପରେ ହେଲାନି, ଝାଡା ଫାଡା ଗାଧୁଆ ପାଧୁଆ କରିକି ପଳେଇବା। ରହିବାନି କାହିଁକି? ମୋ ବଡ ଭାଇ ଜାଣି ସାରିଲେଣି ଆମର ତମର ମୋର ଯୋଉ ନୁଙ୍ଗୁ ପୁଙ୍ଗୁ ହଉଛେ ଭାଇ ଜାଣି ସହ କିନା ପାର୍ଥ ଭାଷେ ହେଉ ପ୍ରାତକାଳ। ସୁଭଦ୍ରା ଭୟ କରିବାର କିଛି ନାହିଁ। ରାତିରେ ତମକୁ ମୁଁ ନେଇକି ଯିବି। ଆଉ ରାତି ପାହିଲେ ବିଚିତ୍ର ଲୋକ ମଲା ସେ ମୋ ଭାଇ ଦିଟା କଥା ତମେ ଜାଣିନ। ସେ ଯଦି ରାଗିଛନ୍ତି ଆମକୁ ଅବସ୍ଥା ରଖିବେନି। ଅବସ୍ଥା ସହିତ କିଛି ସମ୍ପର୍କ ନାହିଁ ସୁଭଦ୍ରା। କଣ କରିବା କହୁନ? ରାତିରେ ତମକୁ ନେଲେ କଣ ହବ ଜାଣିଛ? ଭଞ୍ଜ କହିଛନ୍ତି ଆଜ୍ଞା, ରାତିରେ ଯୋଉମାନେ ନେଇଯାଆନ୍ତି ପର ଝିଅ ବୋହୂଙ୍କୁ ତାଙ୍କୁ କଣ କୁହନ୍ତି? ସଂଗ୍ରାମରେ ନ ପାରିବା ଜନ ଯେ ଚୋରା ସଂଗ୍ରାମରେ ନ ପାରିବା ଜନ ଯେ ଚୋରେ। ଯିଏ ଆଜ୍ଞା ଯୁଦ୍ଧରେ ଜିଣି ପାରିବନି ସେ ପର ନାରୀକି ଚୋରି କରି ନବ। ସୁତୀକ୍ଷ୍ଣ କରଜା ମୁଁ ତ ରାବଣ ନୁହେଁ, ମୁଁ ରାବଣ ନୁହେଁ ଯେ ସ୍ୱାମୀ ନାହାନ୍ତି ଦିଅର ନାହାନ୍ତି ସେ ତାଙ୍କୁ ଚୋରି କରି ନେଇଯିବି। କାଲି ରାତି ପାହିବ, ଦି ଭାଇ କୃଷ୍ଣ ବଳରାମ 2 ଜଣ ଥିବେ, ଯଦୁସେନା ଥିବେ, ତମକୁ ମୁଁ ଦିବସରେ ନେଇକି ଯିବି। ପଚାରିଲେ ସୁଭଦ୍ରା କେମିତି ନବ? ଦେଖେଇଲେ ଗାଣ୍ଡିବ ଧନୁଆ ଉସର। ଯାହାକୁ ଆପଣ ମାନଙ୍କ ଲେଖିଛନ୍ତି ସୁଭଦ୍ରା ହରଣ ନାଟକରେ କବି ମାଧବ ଭଟ୍ଟ ଲେଖିଲେ ଜ୍ୱାଳ ତାଣ୍ଡବ କୁଣ୍ଡ ଖାଣ୍ଡବ ବନ ଚଣ୍ଡାଗ୍ନି ସନ୍ତର୍ପଣ ସହ ପାଣ୍ଡିତ୍ୟ
খণ্ডয় জনশীল সে খণ্ডল শ্রধত দণ্ড মুহূর্ত পাণ্ডব যুবা কোদণ্ডম স্ফালয়ন কাণ্ডৈরেব কলণ্ডয় জগবিদং বালাম কাণ্ডে হর। অর্জুন দেখন্তু কেড়ে দাম্ভিক কহিলে জ্বালা তাণ্ডব তুণ্ড খাণ্ডব বন চণ্ডাগিরি সন্তপ্ত। জ্বালা ତାଣ୍ଡବ ଶିଖାକୁ ଉଠେଇ ଯେ ତାଣ୍ଡବ ନୃତ୍ୟ କରନ୍ତି ସେ ହଉଛନ୍ତି ଅଗ୍ନି। ଅଗ୍ନିଙ୍କର ମୁଖ ଖାଣ୍ଡବ ତାଙ୍କ ଯୋଉ ଲୁଦୁବୁଦୁ ବ୍ୟାଧି ହେଇଥିଲା ମୁଁ ତାଙ୍କ ଲୁଦୁବୁଦୁ ବ୍ୟାଧି କି ଭଲ କରିବା ପାଇଁ ଖାଣ୍ଡବ ବନକୁ କରିଥିଲି ଚଣ୍ଡାଗ୍ନି ସନ୍ତର୍ପଣେ। ଚଣ୍ଡ ଅଗ୍ନି ପ୍ରଚଣ୍ଡ ଅଗ୍ନି ସରକୁ ମାରି ତାଙ୍କ ମୁଖରେ ଭର୍ତ୍ତି କରି ଦେଇଥିଲି। ତାଙ୍କ ଲୁଦୁବୁଦୁ ବ୍ୟାଧି କି ମୁଁ ଭଲ କରିଛି। ସେ ଖଣ୍ଡଳ ସୁଭଦମ୍ ଖାଣ୍ଡବ ବନର ଅଧିକାରୀ ହଉଛନ୍ତି ମୋର ପିତା ଇନ୍ଦ୍ର। ସୁଭଦ୍ରା ମୋ ବାପା ହେଲେ କଣ ସେ ଖଣ୍ଡଳ ସୁଭଦମ୍ ଆଖଣ୍ଡଳ ଇନ୍ଦ୍ର ମୋ ପାଖରେ ଔଦ୍ଧତ୍ୟତା ଦେଖେଇଲେ ବଜ୍ର ମାରିଲେ ମୁହୂର୍ଷ ପାଣ୍ଡବ ଯୁବା କୋଦଣ୍ଡ ବାଷ୍ଫାଳୟନ। ମୁଁ ହଉଛି ପାଣ୍ଡବ ମାନଙ୍କ ଭିତରେ ଦୁର୍ଦ୍ଦଣ୍ଡ ଯୁବକ। କୋଦଣ୍ଡକୁ ଆସ୍ଫାଳନ କରି ମୁଁ ନିଜେ ଇନ୍ଦ୍ରଙ୍କର ପ୍ରଚଣ୍ଡତାକୁ ଧ୍ୱଂସ କରିଥିଲି ପରାଜିତ କରିଥିଲି ଗର୍ବ ଭାଙ୍ଗିଥିଲି। ଆଜ୍ଞା ସେଇ କଥା ଆଜି କହୁଛନ୍ତି ଅର୍ଜୁନ। ହେ ବାଳେ ମା କାଣ୍ଡେ ହର ହେ ବାଳେ ହେ ସୁଭଦ୍ରା ବେଶୀ ସ୍ୱର ଲାଗିବ ନା ଗୋଟିଏ ସ୍ୱରରେ ମୁଁ ସମସ୍ତଙ୍କୁ ମୁଁ ଯଦୁବଂଶୀକି ମୋହ କରି ତମକୁ ହରଣ କରି ନେବି। କାଲି ଗୋସିଂହ ଦୈତ୍ୟ ବାନ୍ଧିଥିଲା ତମ ଦି ଭାଇ ଦେଖିଲ କେମିତି କାମ। ତମ ଭାଉଜ ସତ୍ୟଭାମକୁ ହରଣ କରିଥିଲା। କେହି ରଖିପାରିଲେ କୋଉଠି ଥିଲେ ବଳରାମ ଆଉ କୃଷ୍ଣ? କୋଉଠି ନଥିଲେ। ବ୍ୟସ୍ତ ହେଲେ ରାତି ଆଜ୍ଞା ପାହିଲା। ରାତି ଯେତେବେଳେ ପାହିଲା ନନ୍ଦୀ ଘୋଷ ରଥ ଆଜ୍ଞା ଗଡ଼ି ଗଡ଼ି ଚାଲିଛି। ସେଥିରେ ଅର୍ଜୁନ ବସିଛନ୍ତି ଆଉ ସୁଭଦ୍ରା ରଥ ଚଳଉଛନ୍ତି। ୟାକୁ ସବୁ ଆଜ୍ଞା ବଳରାମଙ୍କ ସେବକ ଦେଖିଲେ। ବଳରାମଙ୍କର ଶୟନ କକ୍ଷ ପାଖରେ ଯାଇ ପହଞ୍ଚିଲେ। ସବୁ ସରିଗଲା ଆଜ୍ଞା। ଅର୍ଜୁନ ନେଇକି ନେଇଗଲା ଅର୍ଜୁନ କାହାକୁ? ତମ ଭଉଣୀ କି ନେଇ ପଳେଇ ଯାଉଛି ଆଜ୍ଞା। ଆଉ ସୁବିଲା ଶବ୍ଦ ଅଦ୍ଭୁତ ଯଦୁ ସେନା ସୁଭଦ୍ରାକୁ ନେଲା ସୁଭିଲା ଶବ୍ଦ ଅଦ୍ଭୁତ ଶବ୍ଦ ସୁଭିଲା ବଳରାମଙ୍କର ଶୟନ କକ୍ଷରେ। ସୁଭଦ୍ରାକୁ ନେଲା ପାର୍ଥରାମ କ୍ରୋଧ ବହି କହିଲେ ହେ ଭଗବାନ କାମ ପାଅ। ସୁଭଦ୍ରାକୁ ଅର୍ଜୁନ ନେଇଯାଉଛି। ରାମ କ୍ରୋଧ ବହି ରାମ ଆଜ୍ଞା କ୍ରୋଧରେ ହଳ ମୁସଲ ନେଇ ପହଞ୍ଚ ନନ୍ଦୀ ଘୋଷ ରଥରେ ଆଗରେ ଅର୍ଜୁନ ବସିଛି ରଥ ଉପରେ। ସାରଥି ଏଇ ସୁଭଦ୍ରା ରଥ ଚଳଉଥିଲେ। ରଥ ସ୍ଥିର ଆଜ୍ଞା ହେଇଗଲା। ନିଜେ କାମ ପାଳ ଗଦା ନିଜେ ବଳରାମ ତାଙ୍କର ମୁସଳକୁ ବୁଲେଇଲେ। ବୁଲେଇ 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 ଅର୍ଜୁନକୁ ପିଟିବେ। ଯେତେବେଳେ ପିଟିବାକୁ ଯାଉଥିଲେ ଛାନିଆ ହେଇଗଲେ। ସାକ୍ଷାତ ଅର୍ଜୁନ ଦିଶୁ ଅଛି ବିଷ୍ଣୁ ଦେଖିଲେ ତାଙ୍କୁ ବଳରାମ ଦେଖିଲେ ସାକ୍ଷାତ ଅର୍ଜୁନ ଦିଶୁଅଛି ବିଷ୍ଣୁ ପ୍ରାୟ। ଆଜ୍ଞା ଅର୍ଜୁନ ବିଷ୍ଣୁଙ୍କ ଭଳିଆ ଦେଖା ଯାଉଛନ୍ତି। କଣ ଧରିଛନ୍ତି? ସଲ୍ଲଜ ଚିତ୍ତେ ଦେଖିଲେ ତାଙ୍କୁ ଯଦୁରା। ଯଦୁପତି ଟିକେ ଚାହିଁଲେ ବଳରାମ ଚାହିଁଲେ ଆରେ ଅର୍ଜୁନ ଚତୁର୍ଭୁଜ ହେଇଛି କଣ କାହା ଧରିଛନ୍ତି? ଇଏ କଣ ବିଷ୍ଣୁ ନା? ଦେଖନ୍ତୁ ଭଞ୍ଜ କଣ କହିଛନ୍ତି ଆଜ୍ଞା ତାଙ୍କର ଚତୁର୍ହସ୍ତ ହେଇଛି। ଶଙ୍ଖ ଚକ୍ର ଗଦା ପଦ୍ମ ଧାରିଣ ବନମାରି ବଟଙ୍ଗ ନାରାୟଣ ବନ୍ଦେ ମମ ପାପ କ୍ଷୟଂ ଗୁରୁ। ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛନ୍ତି। ଭଞ୍ଜଙ୍କ ସାହିତ୍ୟକୁ ଦେଖନ୍ତୁ। ସାକ୍ଷାତ ଅର୍ଜୁନ ବିଶୁ ସୁର ଶିର
ଶିର ଛେଦାକୁ ବୀରମାନଙ୍କ ଶିରକୁ ଛେଦନ କରନ୍ତି ଯୋଉ ବଳରାମ ଦିଶିଲା ଚତୁର୍ଭୁଜ। ଦେଖିଲେ ଚତୁର୍ଭୁଜ ହେଇଛନ୍ତି ଅର୍ଜୁନ। କଣ ଧରିଛନ୍ତି? ସରୋଜ, ପଦ୍ମ, କମ୍ବୁ, ଶଙ୍ଖ, ରଥାଙ୍ଗ, ଚକ୍ର, ଗଦା, ଗୋଟେ ହାତରେ ଗଦା, ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛନ୍ତି ଅର୍ଜୁନ। ଦେଖୁଛନ୍ତି ବଳରାମ। ଦେଖିଲେ ଇଏ ନିଜେ ବିଷ୍ଣୁ। ଆଶ୍ଚର୍ଯ୍ୟ। ସୁମତିରେ ଚିନ୍ତିଲେ ଯା ହାର ହରି ପକ୍ଷ, ହାର ହରି ପକ୍ଷ, ସଂଗ୍ରାମରେ ଜିଣିବାକୁ କେହି ବଦକ୍ଷ, ବଦକ୍ଷ। ସୁମତିରେ ଚିନ୍ତିଲେ ଯାହାର ହରି ପକ୍ଷ। ବଳରାମ ଜାଣିଲେ ୟା ସପକ୍ଷରେ ହରି ଅଛନ୍ତି। ବିଷ୍ଣୁ ୟାକୁ କଳା ଦେଇଛନ୍ତି, କୃଷ୍ଣ କଳା ଦେଇଛନ୍ତି। ସଂଗ୍ରାମରେ ଜିଣିବାକୁ କିଏ ହୋଇବ ଦକ୍ଷ? ୟାକୁ ଯୁଦ୍ଧରେ କିଏ ଜିଣିବ? ଆଜ୍ଞା ସୌନନ୍ଦୀ ଧରିଥିଲେ। ସୌନନ୍ଦୀ କଣ ଧରିଥିଲେ? ହଳ ମୁସଳ। ସୌନନ୍ଦୀ ପକାଇବ ଇଲେ ଆସ ଆସ ବୋଇଲେ ଆସ କ୍ଷମା କଲି ତୁ କଲାର ଦୋଷ, ତୁ କଲାର ଦୋଷ। ଆଜ୍ଞା ସୌନନ୍ଦୀ ପକାଇ ବୋଇଲେ ଆସ ଆସ। ହଳ ମୁସଳକୁ ପକାଇ ସୌନନ୍ଦୀ ବଳରାମ ଡାକିଲେ ଅର୍ଜୁନ ଆସ ଦୋଷ କ୍ଷମା କରିଦେଲୁ। ସବୁ ରୂପେ କ୍ଷମା କଲି ତୋ କଲାର ଦୋଷ। ଅର୍ଜୁନ ସବୁ ଦୋଷ କ୍ଷମା କଲି ତୁ ତଳୁକୁ ଆ। ଅର୍ଜୁନ ଚାହିଁଲେ କହିଲେ ଭାଇ ତମ ଅଯୋଧ୍ୟାରେ କଣ ଭଦ୍ରଲୋକ କେହି ନାହାନ୍ତି? ଏ ତମ ଦ୍ୱାରକାରେ କଣ କେହି ଭଦ୍ରଲୋକ ନାହାନ୍ତି? କଣ ଭଦ୍ରଲୋକ? ଇଏ ଯଦୁବଂଶରେ ଯେତେ ଅଛନ୍ତି କଣ ସବୁ ଅଭଦ୍ର? ସମସ୍ତ ଭଦ୍ରଲୋକ। କହିଲେ ମୁଁ ଭୁଲ କରୁଛି ନା ଆପଣ ଭୁଲ କରୁଛନ୍ତି? ଆପଣ ବଡ ଭାଇ ମୋର, ରଥରେ ବସିକି ମୁଁ ଯାଉଛି, ମୋ ରଥକୁ ଅଟକଉଛନ୍ତି। ଆଜ୍ଞା ରଥକୁ ଯଦି ଆପଣ କେବେ ଅଟକେଇବେ ସେଠୁ ଧର୍ମ ନଷ୍ଟ ହବ। କାହାକୁ? ଆପଣ ମାନେ ଦେଖିବେ କିଛି ଲୋକମାନଙ୍କର ପଥ କେବେ ରୋଧ କରିବେନି, ଯାଦ୍ୱାରା ଧର୍ମ ନଷ୍ଟ ହୁଏ। ୟାକୁ ମହର୍ଷି ମନୁ ସଂହିତା ଲେଖିଛନ୍ତି। କାହା ରାସ୍ତାକୁ ଆମେ ଅବରୋଧ କରିବାନି। କହିଲ ଚକ୍ରୀଣଂ ଦଶବିଂଶସ୍ୟ ଭାରିଣ ସ୍ତ୍ରିୟ ପନ୍ଥା ଦେଓ ବରସ୍ୟଚ। ଏଇମାନଙ୍କର ରାସ୍ତାକୁ ଆପଣ ଛାଡ଼ିଦେବେ। ଚକ୍ରୀଣ ପନ୍ଥା ଦେଓ ୟାଙ୍କୁ ବାଟ ଦେବେ ଆପଣ। କାହାକୁ ନା ଚକ୍ରୀଣ, ଯିଏ ଆଜ୍ଞା ରଥ ଉପରେ ବସି ଯାଉଛନ୍ତି। ରଥ ଉପରେ ବସି ଯାଇଥିବା ଲୋକର ରାସ୍ତାକୁ ଅବରୋଧ କରିବନି। ଦଶମୀ ଶସ୍ୟ 10 ଯିଏ ଶତାୟୁ ପୁରୁଷ ହେଇଗଲେ ଆଜ୍ଞା ଶତାୟୁ ପୁରୁଷଙ୍କର ବାଟ ରୋଧ କରିବେନି। ରୋଗୀଣ ଭାରିଣ ସ୍ତ୍ରୀୟ, ଯଦି ଆଜ୍ଞା ରୁଗ୍ଣ ବ୍ୟକ୍ତି ଯାଉଛି ତା ପଥ ରୋଧ କରିବେନି। ଭାରିଣ ଭାର ବୋହିକି ଯାଉଛି ତା ପଥ ରୋଧ କରିବେନି। ସ୍ତ୍ରୀୟ ନାରୀ ଯାଉଛି ନାରୀର ରାସ୍ତାକୁ ଦାଣ୍ଡରେ ରୋଧ କରିବେନି। ସ୍ନାତକସ୍ୟ ରାଜ୍ୟସ୍ୟ, ଯୋଉମାନେ ଆଜ୍ଞା ଗୁରୁ ସ୍ନାତକ ପୁରୋହିତ ଯାଉଛନ୍ତି ତା ରାସ୍ତା ଅବରୋଧ କରିବେ। ରାଜ୍ୟସ୍ୟ ରାଜା ଯାଉଛନ୍ତି ତାଙ୍କ ପଥ ରୋଧ କରିବେ। ପନ୍ଥା ଦେୟ ବରସ୍ୟଚ, ଅତୀତରେ ଆଜ୍ଞା ଯଦି ପୁଅଟିଏ ବାହାବାକୁ ଆସିଛି ସିଏ 10 ଲକ୍ଷ ଟଙ୍କା ନବ, ଏ ଶଗଡ଼ ପକେଇ ଦିଅ। ଆମ ଅନୁଷ୍ଠାନକୁ ଆମ କ୍ଲବକୁ ଆଗ ଟଙ୍କା 2 ଲକ୍ଷ। ଆମେ ଆଜ୍ଞା ବରର ବାଟ ଯୋଗେ ପନ୍ଥା ଦେୟ ବରସ୍ୟଚ, ବରଟିଏ ଯଦି ଆସୁଛି ବର ବେଶରେ ତା ବାଟ ରୋଧ କଲେ ଧର୍ମ ନଷ୍ଟ ହୁଏ। କହିଲେ ଭାଇ ଆପଣ କଣ କଲେ? ମୁଁ ରଥ ଉପରେ ଯାଉଛି, ଆପଣ ମୋ ରାସ୍ତାକୁ ଅବରୋଧ କଲେ। ଆଉ ଭୁଲ ମୁଁ କୋଉଠି କରିଛି? ଭୁଲ ତ ମୁଁ କରିନି, ଆଉ ଆପଣଙ୍କ ଭଉଣୀ କରିଛି। ଏଠି ସୁଭଦ୍ରା ହରଣ ହଉନି, ଏଠି ଅର୍ଜୁନ ହରଣ ହଉଛି। ଇଏ ରଥ ହଉଛି ନନ୍ଦିଘୋଷ ରଥ, ଆପଣଙ୍କ ସାନ ଭାଇର। ଇଏ ରଥରେ ବସିଛି ମୁଁ, ଇଏ ରଥକୁ ଚଲଉଛି ତମ ଭଉଣୀ। ମୁଁ ଏଠି ତାକୁ କୁଆଡେ ନେଲି? ସିଏ ମତେ ନେଇକି ଯାଉଛି। ସିଏ ମତେ ନେଇଯାଉଛି। ସୁଭଦ୍ରା ଆପଣ ମାନେ ଦେଖିବେ କଳିଯୁଗ ପାଇଁ ମାଳିକା ଲିଖିଛନ୍ତି ମହାପୁରୁଷ ଅଚ୍ୟୁତ, ତାଙ୍କର ଶିଷ୍ୟ ହଉଛନ୍ତି ରାମଦାସ। ଇଏ ଗୀତଟି ସ୍ମରଣିକା ବୋଲି ଗୋଟିଏ ବହିରେ ପ୍ରକାଶ ହେଇଥିଲା, ଯାହାକୁ ଅରୂପାନନ୍ଦ ନିଜେ ପ୍ରକାଶ କରିଥିଲେ, ୟାକୁ ଅଚ୍ୟୁତାନନ୍ଦ ନିଜେ ଲିଖିଛନ୍ତି।
ସେ ଲେଖିଛନ୍ତି ଏ ସଂସାରରେ ପୁଅମାନେ ଝିଅକୁ ନେବେନି, ଝିଅମାନେ ପୁଅକୁ ନେଇଯିବେ। ଇଏ ଟୋକା ଅଚ୍ୟୁତି ରବାରୀ ଟେକି ନେବେ ଟୋକି ଟୋକାକୁ ଆଜ୍ଞା ମହାପୁରୁଷ ଅଚ୍ୟୁତଙ୍କର ଶିଷ୍ୟ ରାମଦାସକୁ କହିଥିଲେ, କହିଲେ ରାମଦାସ ତୁ ଦେଖିବୁ ଟୋକା ଅଚ୍ୟୁତିର ବାଣୀ। ଟୋକା ବେଳେ ଲେଖିଥିଲେ ଏଇ ଗୀତକୁ, ଟେକି ନେବେ ଟୋକି ଟୋକାଙ୍କୁ ଟାଣି। ସମୟ ଆସିବ ଟୋକା ମାନେ ଟୋକିକି ଟେକି ନେଇଯିବେନି, ଆଉ ଟୋକି ମାନେ ଟୋକାଙ୍କୁ ଟେକି ନେଇ। ହଁ ସମୟ ଆସିବ ଦେଖି। ମୁଁ ଆଜ୍ଞା ଗୋଟେ ଝିଅକୁ ଟୋକି କହିଦେବି ନା, ମୋ ଗାଲରେ ଚମଡ଼ା ରହିବ? ଆଉ କାହାକୁ କହିବା? ଆମେ କାହାକୁ ଟୋକି କହିବା? କାହାକୁ ନା ଯିଏ ଯାହାର ପ୍ରକୃତି ସିଏ ହେଇଥିବ, ଯିଏ ଟୋକାଙ୍କୁ ଟେକି ନେଇଯିବାର ସାହସ ସାହସ ଅଛି। ରାମଦାସ ଏହା ଥିବୁ ମନେ ଘେନି ଟୋକି ମାନେ ଟୋକାଙ୍କୁ ଟେକି ନେଇଯିବ। ହଁ କହିଲେ ତମ ଭଉଣୀ ମତେ ନଉଛି, ମୁଁ ତମ ଭଉଣୀ କି ନଉନି। ନାଇଁ ଏଥିରେ ଭୁଲ କୋଉଠି ହେଲା? ନାଇଁ ଯାହାକୁ ଠିକ ବଳରାମ ଚାହିଁଲେ ହଁ ଭଗବାନ କୃଷ୍ଣ ଆଜି କଳା ଦାନ କରିଛନ୍ତି ଅର୍ଜୁନ, ହଁ ସେ ଚତୁର୍ଭୁଜ ହେଇଛନ୍ତି। ହେ ଆମେ ଆସିବା ଶ୍ରୀଧର ଗୋସ୍ୱାମୀଙ୍କର ସେଇ ସୁରକୁ। ହେ କୃଷ୍ଣ ନାରାୟଣ ବନ୍ଦେ, ହେ କୃଷ୍ଣ ହଉଛନ୍ତି ନାରାୟଣ। ହଁ କୃଷ୍ଣ ବନ୍ଦେ ବ୍ରଜପ୍ରିୟ, କୃଷ୍ଣ ହଉଛନ୍ତି ବ୍ରଜପ୍ରିୟ। କୃଷ୍ଣ ଦୌପ୍ୟାନ ବନ୍ଦେ, କୃଷ୍ଣ ହଉଛନ୍ତି ଦୌପ୍ୟାନ ବ୍ୟାସ। କୃଷ୍ଣ ବନ୍ଦେ ପୃଥା ଅର୍ଜୁନ ହଉଛନ୍ତି କୃଷ୍ଣ। ପ୍ରତ୍ୟେକ ଜୀବନ ଆଜ୍ଞା ଲିଭିବ। କେତେ ଆଶା ନେଇ ଏ ସଂସାରକୁ ଆମେ ଆସିଛେ। ମୋ ବାପାଙ୍କର 60 ବର୍ଷରେ ବିୟୋଗ ହେଇଗଲା। ମୁଁ ଆଜ୍ଞା ତାଙ୍କ ଶେଷ ସମୟରେ ମୁଁ ତାଙ୍କ ପାଖରେ ଥିଲି। ସେ ଗୋଟିଏ କଥା ହିଁ କହି କହି ମରିଗଲେ, ଆମେ ସମସ୍ତେ ଶୁଣିଛୁ। ଏ ଭାଇ ମୋର ଥିଲେ, ପଡ଼ିଗଲା 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 କହି କହି ପ୍ରାଣ ଚାଲିଲା। ଯାହା ଥିଲା ପେଟରେ ସବୁ ତାଙ୍କର ମରିବାର 15 ମିନିଟ୍ ପୂର୍ବରୁ ମତେ କହିଥିଲେ ଗାଧେଇ ଆସେ ଟିକେ ନାରାୟଣ ପୂଜା କରେ। ହଁ ଖୋଜିଥିଲେ ସେ ଏକାନ୍ତରେ ନାରାୟଣଙ୍କୁ ମୁଁ ପୂଜା କଲି, ଦୁଆର ଦେଇକି ପୂଜା କଲି। ମତେ ବି ସେ କିଛି କହିଥିଲେ। ହେଇଛୁ ଆମେ। ମୋ ବୋଉ କହିଲେ ନନା ତତେ ବାପା ତତେ କ'ଣ କହିଥିଲେ? ମୁଁ କହିଲି ମତେ ସେ ମନା କରିଛନ୍ତି କାହାକୁ କହିବାକୁ। ମୋ ସ୍ତ୍ରୀ ବି କେତେଥର ପଚାରିଲା, ପୁଅମାନେ ପଚାରିଲେ। ମୁଁ କହିଲି ସେ ମତେ ମନା କରିଛନ୍ତି କହିବାକୁ। ମୁଁ କହିଦେବି ଯଦି ମୁଁ ମରିଯାଏ ତାହେଲେ ତମେ ଦେଇ ହବ, କିନ୍ତୁ ଯୋଉ ପୋଡ଼ିଗଲା ପୋଡ଼ିଗଲା କହିଲେ ଆମେ ତାଙ୍କୁ ମାପି ପାରିଲୁ। ଓଡ଼ିଶାରେ କିଛି ପାଲା ଗାୟକ ଅଛନ୍ତି, ଏବେ ତାଙ୍କୁ ନମସ୍କାର କରିବାକୁ ଘୃଣା ଲାଗୁଛି। ସେ ମୁହଁକୁ ଚାହାନ୍ତିନି। ମୁଁ ପିଲାଦିନୁ ତାଙ୍କ ସାଙ୍ଗରେ ମିଶିଛି। ଏଇଠି ରଥ ଶର୍ମା ଆମକୁ ମିଠା କିଲୋ କିଲୋ ଖାଇବାକୁ ଦେଇଛନ୍ତି। ତାଙ୍କ ଶିଷ୍ୟ ଜଗନ୍ନାଥ ବାରିକ, ପ୍ରଫୁଲ୍ଲ ଷଡ଼ଙ୍ଗୀ ଆମକୁ ଖାଇବାକୁ ଦେଇ ତାଙ୍କର ବଚସ୍କର କରିଦେଇଛନ୍ତି। ଆପଣ ଯୋଉ ଗୁରୁ ଗୋବର୍ଦ୍ଧନ ବେହେରାଙ୍କୁ ଦେଖନ୍ତି, ସେ ମତେ ବହୁତ କଥା କହିଛନ୍ତି, ଆଉ କଲ୍ୟାଣ କରିଛନ୍ତି, ଆଶୀର୍ବାଦ କରିଛନ୍ତି। ଦେଖିବେ ମୁଁ ଜାଣିଲି ଯାହା ପୋଡ଼ି ଯାଇଛି ତାକୁ ପୁଣି ଉଦ୍ଧାର କରିବାକୁ ପଡ଼ିବ। ମୋ ବାପାଙ୍କର ଯାହା ଇଚ୍ଛା ତାକୁ ପୁଣି ଏ ଦୁନିଆରେ ବାଣ୍ଟିବାକୁ ପଡ଼ିବ। ଆପଣମାନେ ମୋ ଶିଷ୍ୟମାନଙ୍କୁ ଦେଖିବେ, ସମସ୍ତେ ଜଣେ ଜଣେ ତୁଙ୍ଗ ପାଲା ଗାୟକ। ଯାହା କହିବେ ସେ ତା ଗାଇବେ। ମୋର ଏବେ 10ଟା ଶିଷ୍ୟ ପାଲା ଗାଉଛନ୍ତି। ଆପଣ ଦେଖନ୍ତୁ, ଯାହାକୁ ପଚାରନ୍ତୁ ଆପଣ ଏଇ ବିଷୟ ଗାଇବେ, ଆମେ ଗାଇବୁ। ଆମେ ସେମିତି ତିଆରି କରିବୁ। ଆଉ କିଛି ପିଲା ଇଏ ହେଉଛି ଆପଣଙ୍କ ସଦିଚ୍ଛା। ଆଜି ଗୁରୁଦେବ ଆମ ପାଖରେ ଅଛନ୍ତି। ମୁଁ ସେ ଭାଇମାନଙ୍କୁ ଦେଖିଲି, ମୁଁ ଏତେ ପରିଚିତ ନଥିଲି। ତାଙ୍କର ଏଇ ଗାଁ ପାଇଁ, ଆପଣମାନଙ୍କ ପାଇଁ ସହୃଦୟତା ଅଛି, ଅନୁଷ୍ଠାନ ପ୍ରତି ଆନ୍ତରିକତା ଅଛି। କିଏ କେତେବେଳେ ଚାଲିଯିବ ତା କହିହେବନି, କିନ୍ତୁ ସେ ପୂର୍ଣ୍ଣ ଆୟୁ ଲାଭ କଲେଣି। 93 ବର୍ଷ ହେଲାଣି ବର୍ଷ, ସେ ଶତାୟୁ ପୁରୁଷ ହେଇଗଲେ। 84 ବର୍ଷ 6 ମାସ ହେଇଗଲା ପରେ ଜଣେ ଚନ୍ଦ୍ର ପୂଜ୍ୟ ହେଇଯାଏ, ଭଗବାନ ତାକୁ ନମସ୍କାର କରନ୍ତି। ତେବେ ଆମେ ପୁଣି ଆଶା କରିବା ସେ ସଂସାରକୁ ଆମେ ସମସ୍ତେ ଯିବା, କିନ୍ତୁ ସୁସ୍ଥ ବାତାବରଣରେ ଯିବା। ସ୍ମରଚିତ ଚମତ୍କାର ଭଜ କୃଷ୍ଣ ପଦାମ୍ବୁଜ ନିକଟା ଇବ ଦୃଶ୍ୟନ୍ତି କୃତାନ୍ତ ନଗରୀ ଦୁମା। ଦିନେ ସମୟ ଆସିବା ଆମେ ଯମପୁରକୁ ଦେଖିପାରିବା, କିନ୍ତୁ ପ୍ରାଣ ପ୍ରୟାଣ ସମୟରେ କଫବାତ ପିତେଇ କଣ୍ଠାବରୋଧନ ବିଧୌ ସ୍ମରଣ କୃତାସ୍ତେ। ଆମେ ଦେଖିବା ସେ ଯେମିତି ସୁସ୍ଥରେ ରହିବେ ଆଉ ଆମ ପାଖରୁ ବିଦାୟ ନେବେ। ଆପଣମାନଙ୍କର ଏ ଯୋଉ ମହାର୍ଘ୍ୟ ପାଲା ମଞ୍ଚ, ଯାହା ଚକ୍ରବର୍ତ୍ତୀଙ୍କର ଆଶୀର୍ବାଦରେ ପ୍ରତିଫଳନ ହେଇଛି। ଏଇଠି ତ୍ରିନାଥ ଗୋସାଇଁ ଅଛନ୍ତି, ରାଧା ଗୋବିନ୍ଦ ଅଛନ୍ତି। ଆପଣଙ୍କ ଗାଁରେ 5 ଦିନ ଆମେ ଯୋଉ ରହିଛୁ, ଯୋଉମାନେ ଆମର ପରିଚର୍ଯାରେ ଅଛନ୍ତି, ଆନନ୍ଦ ବାବୁ,
ହଅନ୍ତୁ ବିଶ୍ୱନାଥ ହଅନ୍ତୁ କି ସେ ସୁଶାନ୍ତ ହଉ ଆମକୁ ମନୋଜ ନିଜେ ସବୁଦିନ ଫୁଲମାଳ ଦିଅନ୍ତି ନାଁଟା ମୁଁ ମୋତେ ପଚାରି ହେଇକି ପଚାରି ପାରିଲିନି। ଏଇଠି ଆମର ଗୁରୁ ଅଛନ୍ତି ରାମଚନ୍ଦ୍ର ସ୍ୱାଇଁ, ଏଇଠି ଅନେକ ପ୍ରତିଭା ସୃଷ୍ଟି ହେଇଛନ୍ତି ସୁରେଶ ପରିଡ଼ା ପ୍ରଭୃତି ଏ କବିତ୍ୱର ପ୍ରତିଭା। ଆପଣମାନେ ଜଣେ ଜଣେ ସଂସ୍କାରୀ ହେଇଯାଇଛନ୍ତି ଇଏ ମାଟିରେ। ତେବେ ଆମେ ଆପଣମାନଙ୍କ ପାଖରୁ ଆଜିର ରାତିରେ ଶେଷ ବିଦାୟ ନେବା ପୂର୍ବରୁ ସେଇ ଭଗବାନ ଚତୁର ଚିନ୍ତାମଣି ନାରାୟଣ କୃଷ୍ଣ ବ୍ୟାସ ଆଉ ଭଗବାନ ଅର୍ଜୁନ ଆପଣଙ୍କୁ ଚତୁର୍ବିଧ ପୁରୁଷାର୍ଥ ପ୍ରଦାନ କରନ୍ତୁ। ଧର୍ମ ଅର୍ଥ କାମ ମୁଖ୍ୟ ସତ୍ୟ ଶାନ୍ତି ଦୟା କ୍ଷମା ପ୍ରଦାନ କରନ୍ତୁ। ସମସ୍ତଙ୍କ ଜୀବନ ମଧୁମୟ ହଉ, ଆନନ୍ଦମୟ ହଉ, ପୁଷ୍ପମୟ ହଉ, ବିକାଶମୟ ହଉ, ଯଶମୟ ହଉ, କୀର୍ତ୍ତିମୟ ହଉ। ସବେ ବୋଲ ଆନନ୍ଦେ କବାର ହରି ହରି ବୋଲ। ଗୋଟେ ବୋଲ ତୁମ ପରି ପ୍ରଭୁ ଥାଉ ଥାଉ, ତୁମ ପରି ପ୍ରଭୁ ଥାଉ ଥାଉ, କାହିଁକି ଯିବି ଗଙ୍ଗା କାହିଁକି ଯିବି ଗଙ୍ଗା କେଉଁ ପୁଣ୍ୟ ପାଇ ଆଉ ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ। ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ। ତୁମ ପରି ପ୍ରଭୁ ଥାଉ ଥାଉ, ତୁମ ପରି ତୁମ ପରି ପ୍ରଭୁ ଥାଉ ଥାଉ, ତୁମ ପରି କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ, ପ୍ରଭୁ କାହିଁକି ଯିବି ମୁଁ ଗଙ୍ଗା ଗୋଦାବରୀ, କାହିଁକି କେଉଁ ପୁଣ୍ୟ ପାଇ ଆଉ ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ। ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ। ମୋର ଶ୍ରୀକ୍ଷେତ୍ରେ ଜୀବନ ଯାଉ। ଶରଧା ବାଲିରେ ଗଡ଼ି ଯାଉଥିବି ଭଗତଙ୍କ ଆଉ
চক্রবানা চাহি প্রভু গরুড় পছরে নীতি দেখুবি করাছি মুখু চাহি নীল চক্রবানা চাহি গরুড় পছরে নীতি দেখুবি করাছি মুখু চাহি কি হইব প্রভু কি হইব হরে মুরারে হে নাথ নারায়ণ হরে মুরারে গোবিন্দ গোপাল জগেশ নারায়ণ কৃষ্ণ বিষ্ণু মাতা মন্দ্রিয়ম্বা বুধাত্মনা বাবু পরমি জগত সকল পরস্মৈ নারায়ণাতি হরে কৃষ্ণ 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 হরে 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 রাম
ସଂରକ୍ଷଣ ମହାବାହୁ ଦିନ ଜନ ସଂରକ୍ଷଣ ମହା ସର୍ବେକଶ୍ୱର ଆନନ୍ଦ ସାଗରେ ହରିବଲ ହୁଳହୁଳି କରୁଥାଏ ଏ ଗ୍ରାମରେ ରାଜ୍ୟରେ ଦେଶରେ ବିଶ୍ୱର ଦୁଃଖ ଦୂର